ଏହି କୁଡ଼କିମାହା ଗ୍ରାମରେ ଝିଅ ସୁବର୍ଣ୍ଣ ପୁଣି ଜେନିତାର ବିବାହର ଦ୍ୱିତୀୟ ଦିବସରେ ଏବେ ରିସେପ୍ସନ୍ ଭୋଜରେ ସମବେତ ହେବା ପାଇଁ ପ୍ରଭୁ ସମସ୍ତଙ୍କୁ ଦୟା ଅନୁଗ୍ରହ କରିଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଭୁଙ୍କ ଦାସଗଣଙ୍କୁ ବରକନ୍ୟାଙ୍କୁ ପୁଣି ଉପସ୍ଥିତ ପ୍ରତ୍ୟେକଙ୍କୁ ମୋ ପକ୍ଷରୁ ସାଧୁବାଦ ନମସ୍କାର। ଆସନ୍ତୁ ପଦେ ପ୍ରାର୍ଥନା କରି ଆମେ ବାକ୍ୟ ଆଡ଼କୁ ଯିବା। ମଙ୍ଗଳମୟ ସ୍ୱର୍ଗୀୟ ପିତା, ଏହି ସମୟରେ ଆମେମାନେ ତୁମ୍ଭ ବାକ୍ୟ ଅଧ୍ୟୟନ କରିବାକୁ ଚାହୁଁଛୁ। ପ୍ରଭୁ, ତୁମ୍ଭେ ହିଁ ବକ୍ତା ହୋଇ ଆମ ସମସ୍ତଙ୍କ ପାଇଁ ବରକନ୍ୟାଙ୍କ ପାଇଁ କଥା କୁହ। ଏହି ସମୟ ଆମ ପ୍ରତ୍ୟେକଙ୍କ ପାଇଁ ବିଶେଷ ଆଶୀର୍ବାଦ ଅନୁଗ୍ରହ ଲଭିବାର ସମୟ। ତୁମ ହସ୍ତରେ ସମର୍ପିତ ହୋଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହେଉ। ଆମ୍ଭେମାନେ ଆସି ଏକ ବରକନ୍ୟାକୁ ଝାଳ ଫୁଟେଇକି ଆମକୁ ଫ୍ୟାନ୍ ଦେବ କି କୋଉଠି ପାଖରେ ଆଜିର କେନ୍ଦ୍ର ସେମାନେ ତାଙ୍କୁ ଫ୍ୟାନ୍ ବାଜୁ, ତାଙ୍କୁ ଫ୍ୟାନ୍ ଦିଅ। ହଁ, କ'ଣ ଗୋଟେ ଦିଅ। ଏ ଫ୍ୟାନ୍ ବୁଲିବ ନାହିଁ କି ସୁଇଂ ହେବ ନାହିଁ କି ହେବ ତ କରୁନ। ଆଜି ଦିନ ତ ତାଙ୍କୁ ଟିକେ ସମ୍ମାନ ଦିଅ। ଆଜି ସେମାନେ ଠିକରେ ଥିବାର ଅଛି। हालेलुया। समस्ते कहवा हालेलुया। बरकन्या मध्य कहतु हालेलुया। ओके, ठीक है। लाज लाज ହେଇକି ରୁହ, ଧୀରେ ଧୀରେ କୁହ, ଚଳିବ। ଲାଜ ଟିକେ ହେଲେ ବି ଭଲ, ସେଇଟା ସ୍ୱଭାବ ଠିକ। तो अच्छी ना सिर्फ है ताको बात सुन ले। ये मुँह आड़ रखनो ऐसे ठालो पूजी बस्ती पहुँचे बनाए यार पहले बस ये चली बोल मतलब कुर्ती माँ को निंदा कर दे ना सिखा लो। ओके, हालेलुया। आमे परामर्श वाक्य बर कन्याଙ୍କ ପାଇଁ देखु देखु आसी एठारे थिबा समस्तଙ୍କ ପାଇଁ ମଧ୍ୟ किछिटा शिक्षा प्रभु हमको दियंतु। जे भाषा पाए से बंधु जानी छुट्टी हम कहीं कौन कोई। अच्छा, भाष्यर 4-5 गोटी कर्तव्य आमे वाक्य रखी। काली जिहस्वन बर थिले, जेनिता कन्या थिले, आज स्वामी भार्या हो गई। तेरे भार्यार केतेक कर्तव्य, स्वामीर केतेक कर्तव्य आमे ईश्वरଙ୍କ वाक्य अध्ययन करबा। प्रथमतः आपण माने कहिले भार्या जी पाए से कौन पाए? वस्तु।
ଭାର୍ଯ୍ୟା ଗୋଟିଏ ବସ୍ତୁ ଅଟେ। କଣ ଅଟେ? ସମସ୍ତେ କୁହନ୍ତୁ ବସ୍ତୁ। ହଁ। ତେବେ ଆଜି ଜିହସ୍ୱ ଗୋଟିଏ ବସ୍ତୁ ପାଇଛି। ବସ୍ତୁ ବୋଲି କହିଲେ ଯାହା ନିଜେ ନିଜେ ଚାଲେ ନାହିଁ, ଗୋଟିଏ ନିର୍ଜୀବ ବିଷୟକୁ ବସ୍ତୁ ବୋଲି କୁହାଯାଏ। ତେବେ ଏଠାରେ ଟେବଲ ରଖାଗଲା, ଏହା ଗୋଟିଏ ବସ୍ତୁ ଅଟେ। ଏଠାରେ ରଖାଗଲା, যে পর্যন্ত এঠারু উঠাইবে ନାହିଁ এইটি ছিল। বাহ, কেতে বঢ়িয়া কথা। ঘরর স্ত্রী গোটিয়ে গৃহরে ভাର୍ଯ୍ୟା ହେଲା ପରେ ଗୋଟିଏ ବସ୍ତୁ ଯେମିତି ଗୃହର କର୍ତ୍ତାରେ ରଖାଯାଏ, ଗୃହର କର୍ତ୍ତାଙ୍କ ଇଚ୍ଛା ଅନୁସାରେ ରୁହେ, ବ୍ୟବହାର ହୁଏ, ସ୍ତ୍ରୀ ତଦ୍ରୂପ ହେବା ଦରକାର। ଭଉଣୀମାନେ ତାଳି ମାରି ଦୁଃଖ କଲୁ, ସେମାନେ ଏଇଥିରେ ଏଗ୍ରି ନାହାନ୍ତି। ତୁଇ ଦୁଃଖ କଲୁ। ପ୍ରେଜ୍ ଦ ଲର୍ଡ। ଭାର୍ଯ୍ୟା ମାନେ କଣ ଅଟନ୍ତି? ବସ୍ତୁ। ହେଲେ যে ভার্যা পায়ে সে ଆଉ ଗୋଟେ ଶବ୍ଦ ଲେଖା ଅଛି, ଉତ୍ତମ। ହେଲେ ଭାର୍ଯ୍ୟା ଖରାପ ବସ୍ତୁ ନାହିଁ, କେମିତି ବସ୍ତୁ? ହେଲେ 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 ଯେମିତା ଭାବୁଥିବ ଗଲା ଆରମ୍ଭରୁ ମୋ ଉପରେ ଆକ୍ରମଣ ହେଲା, କାହିଁକି ଏ ବକ୍ତାକୁ ଡାକିଲେ ବୋଲି ସେମିତି ଭାବ ନାହିଁ, ସେ ଭଲ ପିଲା, ଆମର ପିଲା। ପ୍ରେଜ୍ ଦ ଲର୍ଡ। ହେଲେ ଭାର୍ଯ୍ୟା ହେଉଛି ସାଧାରଣ ବସ୍ତୁ ନାହିଁ, କେମିତି ବସ୍ତୁ? ଉତ୍ତମ ବସ୍ତୁ। ଘରେ ଅନେକ ବସ୍ତୁ ଅଛି, ଦେଖୁଛନ୍ତି ଚପଲ ଗୋଟେ ବସ୍ତୁ ବାହାରେ ଅଛି, ପାଦ ପୋଛିବା ପାଇଁ ଅଖା ଗୋଟେ ବସ୍ତୁ ବାହାରେ ଅଛି। ହେଲେ ଅଖା ଉତ୍ତମ ବସ୍ତୁ କି ନାହିଁ? ଚପଲ ଉତ୍ତମ ବସ୍ତୁ କି? ଘର ଭିତର ଉତ୍ତମ ବସ୍ତୁ କୋଉଟା କୁହତ? ଘର ଭିତର ସ୍ତ୍ରୀ କଥା ମୁଁ କହିବି, ଘର ଭିତର କଥା, ଗୋଟିଏ ବସ୍ତୁର କଥା ମୁଁ ପଚାରୁଛି। ଘରେ ଯେତେ ବସ୍ତୁ ଅଛି, ସବୁ ବସ୍ତୁ ଭିତରୁ ଉତ୍ତମ ବସ୍ତୁ ଗୋଟେ ନା ଡାଇମଣ୍ଡ, ହୀରା, ସୁନା, ଏମିତି କିଛି କିଛି କୁହ। ଉତ୍ତମ ବସ୍ତୁକୁ ବାହାରେ ରଖାଯାଏ ନାହିଁ। ପ୍ରଭୁଙ୍କ ଲୋକମାନେ, ଏଣୁ ସ୍ତ୍ରୀ ଏକ ଉତ୍ତମ ବସ୍ତୁ। ଜିହସ୍ୱ ତମ ସ୍ତ୍ରୀ ଉତ୍ତମ ବସ୍ତୁ, ଦାଣ୍ଡରେ ରଖିବ ନାହିଁ। କୋଉଠି ରଖିବ? ତାକୁ ଉତ୍ତମ ଜାଗାରେ। ତା ବୋଲି ଘରେ ବୋଲି କରେଣ୍ଟ ନଥିବ, ତାଲା ପକେଇ ଦେଇଥିବ, ସିଝୁଥା ଜିତୁଲି ମା ତ କହିଲା ଘର ଭିତରେ ତୁ ରହ, ସେମିତି ତାକୁ ଉତ୍ତମ ସ୍ଥାନ ଦିଆଯାଅ। ପ୍ରଥମରେ ସ୍ୱାମୀ ମାନେ ଭାବୁଥିଲେ ଯୋଉଠି ରଖିଲେ ସେଠି ରହିବ। ଆହା, କେଡେ ବଢିଆ କଥା। ତାମାନେ ତାଳି ମାରିଦେଲେ କଣ ବୋଲି ଭଲ ହେଇଛି। ମାଇକିଣା ମାନଙ୍କୁ ଆମର କଥା ଶୁଣୁନାହାନ୍ତି, ଯୋଉଠି ରହ ବୋଲେ ସେଠି ରହୁନାହାନ୍ତି, ଯୋଉଟା କର ବୋଲେ ସେଇଟା କରୁନାହାନ୍ତି ବୋଲି ସଦା ହେଇଗଲୁ, ତାଳି ମାରିଲୁ। ପରେ ଆମେ ଦେଖୁଛୁ ଯେ ଏଇଟା ଯୋଉଠି ସେଠି ରଖିବା ବସ୍ତୁ ନାହିଁ, ଏଇଟା ମୂଲ୍ୟବାନ ବସ୍ତୁ। ଆକୁ ମୂଲ୍ୟବାନ ଭାବରେ ଆପଣଙ୍କ ଘରେ ଅଖା ଠାରୁ ଆରମ୍ଭ କରି ପାଟ ଶାଢୀ, ରସ ଢାଳ ଠାରୁ ଆରମ୍ଭ କରି ସୁନା ଥିବ,
एमती बहुत मूल्यवान वस्तु गुड़ा जेते मूल्यवान वस्तु आपण गुप्त रे रखंती आपण सुरक्षा रे रखंती आपण ताकू साइती करी रखंती जदि मने करो कुआडे जीवा को पड़िला से मूल्यवान वस्तु को दुई थर ताला लगे भी चेक करिबे हो कि नहीं उसे रो कोई आसु नहीं कि मोठारो शिख तेरे जिहस आसी ठारो तुमे गुड़िए वस्तु पाइल ताहा होची उत्तम वस्तु तुमे से वस्तुर जत्न नेबा ताको साइट करी रखिबा बुझलो जत्न नेबो साइट करी रखिबो किंतु तुम इच्छा ही रखिबो किंतु जत्न नेबो साइट करी रखिले ता सब दिन पई रहइबो बुझलो जदि ताको बाहर छाड़ी नहीं तुमे घरे सोई पड़िथिबो सुना को जदि दांडे रखि के घरे सोई पड़ला कोन हेबो से चोरी एनो स्त्री मानकर जत्न नेबा दरकार से माने गोटे वस्तु अटंती उत्तम वस्तु प्रभु को लोक माने मने करो घरु आपण बाहर को चली जिवे घरे जदि किए थिबे टिके देखिबो तो ताला पकई थिली जे ठीक रे लागि छी ना नाही टिके देखे तो से भीतर सोना अछि पैसा अछि ओन आसे ना नाही आसे काहे कि जोटी तुमरो धन आज ठारू तुमे गुटे धन पाइल एबे तुमरो मन तुमरो धन है प्रेसरो सत्य कहूची स्त्री गोटे बहुमूल्य संपत्ति अटे जो माने स्त्री हराई छंती तांके तार मूल्य को भलरे जानि छंती एते मूल्यवान संपद जे एहा थिला बेले अनेक को तार मूल्य बुझा पड़े स्त्री माने हेले ताळी मार ना त्याको विषय कोई कोई किछि लाभ अछि प्रेज द लॉर्ड तुमजा भी पूजा पड़बो नहीं मा तुम से बयस आसी तुम श्रद्धा ही जाऊ छुंदी मा ओके हालेलुया प्रेज द लॉर्ड किंतु मने रखि थांतो धन जदि घर चली गला माने से लोग गरीब होई अनेक जगारे स्त्री विहीन जीवन एक भागा जीवन हो जाए एणु प्रभु गोटे धन देइछंती वस्तु देइछंती उत्तम वस्तु देइछंती आ से उत्तम वस्तुर जत्न नेबा पड़े एणु स्त्री रो प्रथम उदाहरण हैला से गोटे उत्तम वस्तु द्वितीय स्त्री को एक द्राक्षालता सहित तुलना करा गला गीत संहिता 128:3 तुम्बर भार्या तुम्ब गृहर अंतपुर रे फलवती द्राक्षलता तुल्य हेबो तुमर संतान माने तुम्ब मेजर चारियाडे हित वृक्षर चारा परि हेबे हां कोई भाषा अछि कि कोई भाषा नहीं और सब तो एठी ओडिया ठीक छै लेखा अछि तुमरो भार्या जिहस्व तुम विषय लेखा अछि तुमरो भार्या घरर भितरे अंतपुर रे फलवती द्राक्षालता तुल्य ता माने भार्या कहा तुल्य अटे द्राक्षालता प्रेज द लॉर्ड वर्तमान जेनिता गोटे द्राक्षालता एठारे जेते मां मान अछंती आपण माने गोटी गोटी द्राक्षालता हालेलुया हेले द्राक्षालतार काम कोन द्राक्षालतार दुई गोटी काम मु आपण मान को कहबे कोन कोन दुईटा काम नंबर 1
ଦ୍ରାକ୍ଷା ଲତାରୁ ଦ୍ରାକ୍ଷା ଫଳବନ୍ତୀ ଦ୍ରାକ୍ଷା ଲତା ତା ମାନେ ଫଳ ଫଳିଥିବା ଦ୍ରାକ୍ଷା ଲତା ଯଦି ଫଳ ଫଳିଥିବା ଦ୍ରାକ୍ଷା ଲତା ଘରର ସ୍ତ୍ରୀ ତାହେଲେ ଏ ଫଳ କଣ କାମ କରେ ପ୍ରଥମ ତିମୋଥୀ 5:22-23 ଅକସ୍ମାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ ଆପଣାକୁ ସାଧୁ କରି ରଖ ଆଉ କେବଳ ଜଳପାନ ନ କରି ତୁମର ଉଦର ରୋଗ ଓ ବାରମ୍ବାର ଅସ୍ୱାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷରସ ପାନ କର ବାରମ୍ବାର ଅସ୍ୱାସ୍ଥ୍ୟ ସକାଶେ ଅଳ୍ପ ଅଳ୍ପ ଦ୍ରାକ୍ଷାରସ ପିଅ ତାହେଲେ ଦ୍ରାକ୍ଷା ଫଳରୁ ଦ୍ରାକ୍ଷାରସ ଆସେ ଆଉ ଅସ୍ୱାସ୍ଥ୍ୟକୁ ଦ୍ରାକ୍ଷାରସ ଦୂର କରେ ଘର ଭିତରେ ସ୍ତ୍ରୀ କାହା ତୁଲ୍ୟ ଦ୍ରାକ୍ଷାଲତା ତା ମାନେ ସେ ଏମିତି ସ୍ତ୍ରୀ ହେବା ଦରକାର ସେଠାରେ ଏମିତି ଫଳ ଫଳିବା ଦରକାର ସେ ଫଳର ରସରେ ଘର ସମସ୍ତେ ସୁସ୍ଥ ହେବା ଦରକାର ହାଲେଲୁୟା ତାହେଲେ ସ୍ତ୍ରୀ କି ଆଜ୍ଞା ଘରର ଡକ୍ଟର ଦ୍ରାକ୍ଷାଲତା ଅସ୍ୱାସ୍ଥ୍ୟକୁ ଦୂର କରେ ମୁଁ ଦେଖିଛି ଆମ ମାଙ୍କୁ ଦେଖିଛି ପୁଣି କେତେ ମା ମାନଙ୍କୁ ଦେଖିଛି ଘର ଭିତର ଯେତେ ସମସ୍ୟା ଥିବ ସେମାନଙ୍କର ସୁଗୁଣ ହେତୁ ସବୁକୁ ଠିକ କରିଦିଅନ୍ତି ସେ ସ୍ୱାମୀ ଦୁଷ୍ଟ ହେଉ ମଦୁଆ ହେଉ ମଦୁଆ ତମେ ହେବ ନାହିଁ କହୁଛି ନା ହେବ ନାଇଁ ହେବ ସେ ଚୋର ହେଉ ବହୁତ ଗାଳି ଗୁଲଜ କରିବା ଖରାପ ଲୋକ ସ୍ତ୍ରୀ ଯଦି ଭଲ ମିଳିଗଲା ଇଏ ସ୍ତ୍ରୀ ପାଖରେ ଗୋଟିଏ ସୁସ୍ଥ କରିବା ଶକ୍ତି ଅଛି ଭିତରେ ସୁସ୍ଥ କରିବ ସେ ହେଲେ ପାଉଲ କହିଲେ ତୁମର ବାରମ୍ବାର ଉଦର ରୋଗ ଉଦର ବୋଲି କହିଲେ ଭିତରେ ନା ବାହାରେ ଭିତରେ ପେଟ ବାହାରେ ଉଦର ଭିତରେ ଶବ୍ଦକୁ ଜାଣନ୍ତୁ ନାହିଁ ପେଟ ଉଦର ଗୋଟିଏ କଥା କିନ୍ତୁ ରୋଗ ଉଦରର ଭିତରେ ହୁଏ ନା ବାହାରେ ହୁଏ ଭିତରେ ହେଲେ ଘର ଭିତରେ ଯେତେ ରୋଗ ପୁଅର ସମସ୍ୟା ଝିଅର ସମସ୍ୟା ଶାଶୁର ସମସ୍ୟା ଶ୍ୱଶୁରର ସମସ୍ୟା ଆଉ ନଣନ୍ଦର ସମସ୍ୟା ନଣନ୍ଦ ଅଛି କି ଯେନି ତାର ନଣନ୍ଦ ଅଛି କି ନାଇଁ ଆଖି ଆଡ ଦେଖୁଛ କଣ ଭାଇ ପଳେଇଛି କେମିତି ପଳେଇଛି ଆଜ୍ଞା ସେ ଟେନସନ ସେ ଏକ୍ସେପ୍ଟ ଗୋଟେ ଅର୍ଥ ଅଛି ପଳେଇଛି ଆଜ୍ଞା ଟେନସନ ସେମିତି ନାହିଁ ତ ତା ଭଉଣୀ ଭଲ କଣ ଦେଖ ଆଜି ମୁଁ ରିଭାଇଭାଲ ମିଟିଂ ରେ ନାହିଁ ଗୋଟେ ଫ୍ୟାମିଲି ମିଟିଂ ରେ ଅଛି ବୋଲି ମୁଁ ସେଇ ହିସାବରେ କହୁଛି ମନେ ରହିବା ପରି ଦରକାର ଘରର ଭାଉଜ ନଣନ୍ଦ ଭିତରେ ଟିକେ ଟେନସନ ଥାଏ ସବୁବେଳେ କୁଡକି ମାରି ସେମିତି ନଥିବ ଏ ଗାଁଟା ଭଲ ନାହିଁ ବେଳେ ବେଳେ ଶାଶୁ ବୋହୂ ଭିତରେ ଟେନସନ ଥାଉଛି କେତେକ ସାହୁ ମାନେ ଆଜ୍ଞା ସତରେ ବଡ ମୁଣ୍ଡ କଥା ଶାଶୁ ଏ ଗାଁର ଶାଶୁ ମାନେ ସେମିତି ନାହିଁ ବହୁତ ଭଲ କିନ୍ତୁ ଆପଣ ମାନେ ହସିଲେ ମତେ ଡାଉଟ ଲାଗୁଛି କଣ ଏ ବୋଉ କେଡେ ସୁନ୍ଦର କରି ରାନ୍ଧିଲେ ମଧ୍ୟ କିଛି ବୁଝୁନି ଆମ ବୋଉ ବୋଲେ କେମିତି ଲାଗିବ ସେ ବୋଉ ଏଣୁକରି ଏ ଶାଶୁ ମାନଙ୍କର ଏ ରୋଗ ଯାକ କିଏ ଠିକ କରିବ ବୋଉ ଯଦି କହିବ ଆଚ୍ଛା ତୋତେ ମୁଁ ରାନ୍ଧିକି ଦେବି ମୁଁ ଚାକିରି କରିବା ଝିଅ ମୁଁ ତୋତେ ରାନ୍ଧିକି ଦେଲେ କୋଉଠି ତୁ ଖାଇବୁ ମୋଟି ହେଇକି କେବେ ମରିବୁନି ତା ମାନେ ଇଏ ଦ୍ରାକ୍ଷା ଲତା ନାହିଁ ଇଏ କଣ୍ଟକ ଲତା
କାହାରି କାହାରି ସ୍ତ୍ରୀ ବାହା ହେବା ଦିନ ଠାରୁ ସ୍ୱାମୀ କୁ ଖାଲି ହୁଙ୍ଗୁଥିବ, କଣ୍ଟା ଗେଞ୍ଜିଲା ପରି, କଣ୍ଟା ଫୋଡ଼ିଲା ପରି, କଲରା ଲତା ପରି ଖାଲି ଦୁଃଖ ଦେଉଥିବ। ଖାଲି କଲରା ଖାଇଲେ ମୁହଁ କେମିତି ହୁଏ? ହୁଏ ନା ନାଇଁ? କର ତ ଟିକେ। ଆପେ ଆପେ ହେଇଯିବ, ମୁହଁ ଭଲ ରହିବ ନାହିଁ। ଯଦି ସ୍ତ୍ରୀ କାହାକୁ ଗଞ୍ଜଣା ଦଉଥିବ, ସେ ସ୍ୱାମୀ ମାନଙ୍କର ମୁହଁ ଦେଖିଲେ ଜଣା ପଡିଯିବ। କାହିଁକି? ସେ ଘରେ ଗୋଟେ କଲରା ଲତା ଲଗେଇଛି, ଦ୍ରାକ୍ଷା ଲତା ବୋଲିକି ଆଣିଲା ଭୁଲ ବଶତରେ, ଦେଖିଲା ବେଳକୁ ସେଠି କଲରା ଫଳୁଛି, ମୁହଁ ପିତା ହେଇଯାଉଛି। ବହୁତ ଘରେ କଲରା ଲତା ଗୁଡାକୁ ମାଳି ଯାଇଛି, ତାର ପତ୍ର ବି ପିତା, ତାର ଫୁଲ ବି ପିତା, ତାର ଫଳ ବି ପିତା, ତାର ଚେର ବି ପିତା, ମାନେ କୌଣସି ପ୍ରକାର ମିଠା। ନିମ୍ବ ଗଛର ଗୋଟେ ଜିନିଷ ମିଠା ଲାଗେ, କୋଉଟା? ନିମ୍ବ ଗଛ ଜାଣିଛ? ନିମ୍ବ ତାର ଫଳ ମିଠା, ବଡ ଅଦ୍ଭୁତ ଗଛ ସିଏ। ପତ୍ର ପିତା, ଫଳ ମିଠା। ଅମୃତଭଣ୍ଡା ଫଳ ମିଠା, ତାର ମଞ୍ଜି ପିତା। ବଡ ଅଦ୍ଭୁତ ଏମାନଙ୍କର ସମ୍ପର୍କ, ଜଣେ ମିଠା ଜଣେ ପିତା, ଭିତରେ ଭିତରେ ଅଛନ୍ତି। କିନ୍ତୁ ଆପଣ ଦୁଇ ଜଣ ମିଠା ହେଇକି ରୁହନ୍ତୁ ସବୁବେଳେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁ ସ୍ତ୍ରୀ ମାନଙ୍କୁ କଲରା ଲତା କରିନାହାନ୍ତି, କଣ୍ଟକ ଲତା କରିନାହାନ୍ତି, ଦ୍ରାକ୍ଷା ଲତା କରିଛନ୍ତି। ଘର ଭିତର ସବୁ ସମସ୍ୟାକୁ ଏମାନେ ସମାଧାନ କରିବାର ଅଛି। ଯେନିଟା ଝିଅକୁ ମୁଁ କହିବି, ସବୁ ଘରେ କିଛି ନା କିଛି ସମସ୍ୟା ଆସେ। କାହା ଦ୍ୱାରା ଆସେ ଆମେ ଜାଣୁନାହୁଁ, କିନ୍ତୁ ଆସିଲା ବେଳକୁ ତୁମେ ଦ୍ରାକ୍ଷା ଲତା ହେଇଯାଅ। ତୁମର ଗୁଣ, ତୁମର ସ୍ୱଭାବ, ତୁମର ପ୍ରାର୍ଥନା, ତୁମର ଚେଷ୍ଟା, ତୁମର ପରାମର୍ଶ, ତୁମର କଥାବାର୍ତ୍ତା ଲୋକମାନଙ୍କୁ ଔଷଧ ପରି କାମ କରିବାର ଅଛି। ତାହେଲେ ଘର ଲୋକ କହିବେ, ଆମେ ଗୋଟେ ବୋହୂକୁ ପାଇନୁ, ଆମେ ଗୋଟେ ଡକ୍ଟରକୁ ପାଇଛୁ, ଆମେ ଗୋଟେ ଦ୍ରାକ୍ଷା ଲତାକୁ ପାଇଛୁ। ମୁଁ ଏମିତି କେତେ ବୋହୂକୁ ଦେଖିଛି, ଘରର ଶାଶୁ ମାନେ ବାହାରେ ପ୍ରଶଂସା କରନ୍ତି, ଆମ ବୋହୂ ବହୁତ ଭଲ। ମୁଁ ଦେଖିଛି ଏମିତି କେତେ ଜାଗାରେ, ମୁଁ ଶୁଣିଛି ଶାଶୁ ବୋହୂ ଗପ ମାରନ୍ତି ଘଣ୍ଟା ଘଣ୍ଟା, ଏତେ ପ୍ରେମ। କେତେ ଜାଗାରେ ବଡ ଆତ୍ମିକ ଦେଖେଇ ହଉଥିବ ଶାଶୁ ବୁଢୀ, କିନ୍ତୁ ବୋହୂକୁ ଯୋଉ ହଇରାଣ କରୁଥିବ, ଏ ବୋହୂ ଭାବୁଥିବ ଏ ଡାହାଣୀଟା କେବେ ମରିବ, ଶାନ୍ତିରେ ରହିବ। ଗିର୍ଜା ଘରେ ବୁଢୀ ବଡ ଆତ୍ମିକ ହେଇକି ଥିବ, କିନ୍ତୁ ବୋହୂକୁ ହଇରାଣ କରୁଥିବ। ମୁଁ କହିବା ପାଇଁ ଚାହେଁ, ଗୋଟେ ବୋହୂ ଯଦି ଦ୍ରାକ୍ଷା ଲତା ଅଟେ, ସେ ଭିତର ସବୁ ସମସ୍ୟାକୁ ସେ ଠିକ କରିପାରିବ। ମୁଁ ହଜାର ହଜାର ଲୋକ ପାଇଁ ବକ୍ତା ହେଇପାରେ, କିନ୍ତୁ ମୋ ସ୍ତ୍ରୀ ପାଇଁ ମୁଁ ବକ୍ତା ନୁହେଁ। ସେ ମତେ ବେଳେ ବେଳେ ପରାମର୍ଶ କରେ, ଏମିତି ନାହିଁ ଏମିତି କର। ମୁଁ କହେ, ମୁଁ 1000, 20,000, 25,000 ସୌରା ସମ୍ମିଳନୀରେ 80,000 ଲୋକ ମୁଁ କହିଛି, তুই মতে কইবি বলি মনে ভাবিছি, কইବାକୁ তো সাহস নাই। প্রেজ দ্য লর্ড, হালেলুয়া। দেখো কেডে জোরে হালেলুয়া তাଙ୍କର ମଣିର କଥା ବୋଲି କି ତାଙ୍କ ପ୍ରେଜ ଦ ଲର୍ଡ। ହେଲେ କାହିଁକି ମୁଁ ସ୍ତ୍ରୀର କଥା ଶୁଣିବା ଆରମ୍ଭ କଲି, କେବେଠୁ ଶୁଣିବା ଆରମ୍ଭ କଲି କହିବି ତ? ମୁଁ ଶୁଣୁନଥିଲି, ମୁଁ ଜମା ଶୁଣୁନଥିଲି। ଆକୁ କି ଜଣା, ମୁଁ ଗୋଟେ ବକ୍ତା, ମୁଁ ବେଶୀ ଜାଣିଛି, ୟାକୁ କି ଜଣା ବୋଲି ମନେ ମନେ ଭାବୁଥିଲି, କହିବାକୁ ତ ସାହସ ନାହିଁ। ଗୋଟିଏ ଦିନରୁ ମୁଁ ଜାଣିଲି ଯେ ପ୍ରଭୁ ତା ଦି କଥା କହୁଛନ୍ତି ମତେ। ଶୁଣ, ଘରେ ଆପଣ ଗୋଟେ ବକ୍ତା ହେଇପାରନ୍ତି, ପକ୍କା ଆବା ହେଇପାରନ୍ତି, ଆପଣଙ୍କ ମଣ୍ଡଳୀ ଲୋକ କହିବାକୁ ସବୁବେଳେ ସାହସ କରିବେ ନାହିଁ। ଆପଣଙ୍କ ସାଙ୍ଗରେ ସାଙ୍ଗରେ ଆପଣଙ୍କ ଜୀବନର ସାଥୀ କରିକି ପ୍ରଭୁ ଜଣକୁ ରଖିଛନ୍ତି। ତା ମୁହ ଦେଇ ଶୈତାନ ହେଲେ କଥା ହେବ, ପ୍ରଭୁ ହେଲେ କଥା ହେବେ, କାହିଁକି ସିଏ ଆପଣଙ୍କ ପାଖରେ ସବୁବେଳେ ଅଛି। ହେଲେ ହବାର କଥାଟା ଶୈତାନର କଥା ଥିଲା, ଯାହା ହବାର ମୁହଁରୁ ବାହାରୁଥିଲା, ଶୈତାନର କଥା ଶୁଣିକି ହବା କହିଲା, ଆଦମ ବର୍ବାଦ ହେଇଗଲା। କିନ୍ତୁ ସାରାର ମୁହଁରୁ ଯୋଉ କଥା ବାହାରିଲା, ସେ କଥା ଶୈତାନର କଥା ନାହିଁ।
21 ଅଧ୍ୟାୟ 11, 12, 13 ପଢନ୍ତୁ। ଏହି କଥା ଶୁଣି ଅବ୍ରାହମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। 10 ପଢ ବାବୁ। ଏହେତୁ ସେ ଅବ୍ରାହମକୁ କହିଲା, ଅବ୍ରାହମଙ୍କୁ କହିଲା, ତୁମ୍ଭେ ଏହି ଦାସୀକି ଓ ଏହାର ପୁତ୍ରକୁ ଦୂର କରିଦିଅ। ଶୁଣ, ଅବ୍ରାହମଙ୍କୁ ସାରା କହିଲା, ତୁମ୍ଭେ କଣ ବୋଲି କହିଲା? ଏହି ଏ ହାଗାରକୁ, ଦାସୀକୁ, ତାର ପୁଅକୁ ଘରୁ ଦୂର କରିଦିଅ। କାରଣ ଏହି ଦାସୀ ପୁତ୍ର ମୋହର ପୁତ୍ର ଇସାକ ସହିତ ଉତ୍ତରାଧିକାରୀ ହେବ ନାହିଁ। କଣ ହେଲା ଶୁଣନ୍ତୁ, ଘରେ ଅବ୍ରାହମଙ୍କର ପ୍ରଥମ ପୁଅର ନାଁ କଣ? ଇସ୍ମାଏଲ। ତାର ମାର ନାଁ କଣ? ହାଗାର। ये इस्माइल 14 वर्ष ହେଲା ବେଳକୁ ଯିସହାକ ଜନ୍ମ ହେଲା। 86 ବର୍ଷ ବୟସରେ ଅବ୍ରାହମ ତାକୁ ବିବାହ କଲେ। 100 ବର୍ଷ ବେଳକୁ ଯିସହାକ ଜନ୍ମ ହେଲା। ତ ଯିସହାକ ଜନ୍ମ ହେଲା ବେଳକୁ ଇସ୍ମାଇଲ 14 ବର୍ଷର କୁରଚୁଣ୍ଡିଆ ଭେଣ୍ଡିଆ ହେଇଛି। କିନ୍ତୁ ୟାର ବୁଦ୍ଧି ଭଲ ନାହିଁ। ଏ ଜନ୍ମ ହେଇଥିବା ପିଲାକୁ ଛିଣ୍ଡେଇ ଦଉଛି, କନ୍ଦେଇ ଦଉଛି, ମାରୁଛି। ହେଲେ ମା ଦେଖିଲା କି ସାରା ମୋର ପିଲାକୁ ତୋର ପିଲା ସୌତୁଣୀ ଭିତରେ ହେବ ନା ନାହିଁ? ମୋର ପିଲାକୁ ତୋର ପିଲା କାହିଁକି ମାରୁଛି? खबरदार, इस घर में रहने नहीं दूंगा तुझे। अब्राहम कहला, सुन है ये चाकराणी को मोर सौतुणी हेबार योग्यता नथिले है मु तुम सहित बाहा करेइली। तार गोटे छुआ है, एबे तार टेम्पर बेसी, मोर पिला को तार पिला बाड़ुछि। पिला मान को केस रे मां माने झगड़ा है, सत कथा नहीं आने गां मान को होय कुड़की मारे को नथु बेटा भलो गाना। ए केस नहीं गले कहा पाखा अब्राहम ଏହି କଥା ଶୁଣି ଅବ୍ରାହମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। गोटे पद पूर्व पढ़। ଏହେତୁ ସେ ଅବ୍ରାହମକୁ କହିଲା, सारा अब्राहम को कहिला, ତୁମ୍ଭେ ଏହି ଦାସୀକି ए दासी की ଓ ଏହାର ପୁତ୍ରକୁ ଦୂର କରିଦିଅ। यार पुत्र को दूर करि दियो बोली कि किए कहिला? सारा कहिला अब्राहम। हां, କାରଣ ଏହି ଦାସୀ ପୁତ୍ର ମୋହର ପୁତ୍ର ଇସାକ ସହିତ ଉତ୍ତରାଧିକାରୀ ହେବ ନାହିଁ। ए दासी पुत्र मो पुत्र सहित उत्तराधिकारी संपत्तिर अधिकारी हेबो नाही। ଏହି କଥା ଶୁଣି ଅବ୍ରାହମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। अब्राहम एक कथा सुनी, ता स्त्री रो कथा सुनी बड़ दुखित हेले। माने स्त्री मानकर कथा बेले बेले दुख देवा कथा थिबो। अब्राहम रो दुईटा पुओ, सारा रो ଗୋଟିଏ गोटे, एटा प्रॉब्लम। अब्राहम रो दुईटा पुओ, सारा रो गोटे। प्रथम स्त्री कहूची तोर से स्त्री को से पुओ को घर घोड़ी दे, एमती कथा कहले अब्राहम जगार आमे जदि थांते दुख लागिब ना? लागिब, बहुत दुख लागिला। अब्राहम को बहुत दुख लागिला। सुनंतु सुनंतु सुनंतु, अब्राहम प्रभु को फोन लगेला। ସେତେବେଳେ ପରମେଶ୍ୱର ଅବ୍ରାହମକୁ କହିଲେ, ସେତେବେଳେ परमेश्वर अब्राहम को कहिले, ତୁମ୍ଭେ ଏହି ବାଳକ एही बालक ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ। दुखित हुओ नहीं। ସାରା ତୁମ୍ଭକୁ ଯାହା କହୁଅଛି सारा तुमको जहा कहूची ତାହାର ସେହି କଥାରେ ମନୋଯୋଗ କର। प्रभु कहते तुमर माई पेणार कथा शुण। क्या कहते? अब्राहम। अब्राहम आजिकल पक्का आबा मान को कौन बोलता मुई पास्टर, मुई प्रभु को देखी, प्रभु को स्वर शुणी, तुई किए लो, तुई किए बेसी हेले तोते छाड़ पत्र देबी कहबे ना। किंतु परमेश्वर कहिले तुम स्त्री कथा शुण। प्रेज द लॉर्ड।
ए कथा मोर कॉन्सेप्ट को चेंज कर दे आज्ञा दुनिया रे कहा पाखो को भी जाई थांते लोग कोन बोली थांते सारा भूल कोछि सारा भूल कोछि केमति छाड़ दो प्रथम पो पर प्रथम पो द्वितीय स्त्री केमति छाड़ दो नाय दुनिया रो कोनोसी लोक ठीक कहूछि सारा बोली कोइ न सदा प्रभु कहले हम कहबी आपन को ता ठीक थिला एमती जानी से स्त्री को अब्राहम ग्रहण करिथिला प्रभु करि नथि हागार को अब्राहम ग्रहण करिथिला प्रभु हागार को ग्रहण करि नथि एणो प्रभु कहले ताको बाहर कर तापे अलगा योजना अछि से तुम घर रहि पारे ए घटना रे अब्राहम सारा रो कथा सुनले ना नहीं हां सुनले सुनंतु बेले बेले तुम स्त्री दे प्रभु तुम कथा कहबे तुमको नहीं कष्ट लागि पारे ईगो रे हर्ट होई पारे लेके पेनफुल होई पारे किंतु सुनिले मंगल अछि सत्य को अछि अनेक विषय मु काम कला बेले को जदि मते मुंडो काम दिए नाही मु संगे संगे फोन करे अच्छा बताओ जी ऐसा ऐसा बात है करे तो करे क्या फट से जवाब आता ऐसा करो ऐसा मत करो ऐसा करो वैसा करो मैं बोलता डन क्यों अरे परमेश्वर उसको मेरा जीवन का साथी बनाया है और उसके द्वारा प्रभु बातें करेगा इमीडिएट एक्सेस आपण मन रखि छंतु परमेश्वरଙ୍କର काम करिबा सिस्टम परमेश्वर सब बेले जो शिष्य पाखरे थिले तांको दी कथा बोलथिले जे तांको सामने छै एणो अब्राहम रो घरु हागार को दूर करिबा प्रभु को योजना छला किंतु कहा द्वारा से योजना रो काम को आरंभ कले सारा आओ अब्राहम सुनिबा को बाध्य हैला तहिर अब्राहम पई मंगल हैला तो बेले बेले स्त्री देई प्रभु कथा कहते तेरा सुनिबा को पड़िबो प्रेज द लॉर्ड हालेलुया मो फैमिली रिलेटेड अन्य किछि विषय सब कथा रे मो स्त्री रो परामर्श मिनिस्ट्री कथा रे नहीं कहीं के नहीं मिनिस्ट्री मोरो पितांगा तांको परामर्श में असुविधा हो सेथिरे तांकर जदि आह्वान थांता से गोटे पालिका प्रचारिका गोटे भाववादिनी हेई थांते तो अलग एणो बेले बेले स्त्री मानकर कथा सुनिबा दरकार जो कथा कष्ट लागिले भी प्रभु तांको देई कथा कहते हालेलुया प्रेज द लॉर्ड देवी स्त्री घर भितरे केउ लता तुल्य इंडिया माने आ झियो माने प्रार्थना करिवो प्रभु मु भविष्यत रे जहा घर पुरी बाहा हे कि जिबी मते से घर पई तमे कोन करि दियो द्राक्षा प्रेज द लॉर्ड अच्छा द्राक्षा लतारु द्राक्षा रस जदि बाहरिबो तार बासना साही जाक होथो गोटिए घरे जदि बहु आसिला तार गुणर चर्चा गां रे हेबार अछि भलो गुणवती बोली आ गां मानो चर्चा करिबा पई पीएचडी करिछंती मा माने हो कि नहीं भलो चर्चा भी करिवे मंद चर्चा भी करिवे ए चर्चार भयंकर अस्त्र थाई जे केते अलसियाणी बो माने भलो ही जांती गां आसिला पर जो चर्चार तावारे से की गुमथी सबु फ्राई हो जाए आउ चर्चा भलो विषय काई के बोले सुनो 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 चर्चा करिबा भलो विषय नाही चर्चार विषय हेबा द्वारा आमे सुधुरी जाऊ एनो जिहोसो घरे गोटे द्राक्षा लता आसिला फलवती द्राक्षा लता हेबो तार वासना चारिआडे तार उत्तम चर्चा
ଚାରିଆଡ଼େ ଦେବାକୁ ପଡ଼ିବ ଉତ୍ତମ ଗୁଣ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଲୋକେ ଡାକିବାକୁ ଆସିବେ, ତୁମର ସ୍ତ୍ରୀକୁ ଟିକେ ପଚାର ତ ଆମ ଘରେ ଏମିତି ଯେ ତମେ ଘରେ କେମିତି ରହୁଛ, ଟିକେ ଆମକୁ ଟିକେ ପରାମର୍ଶ। ଗାଁରେ କିଛି ମା ମାନଙ୍କୁ ଲୋକ ଡାକି ନିଅନ୍ତି, ପରାମର୍ଶ ନିଅନ୍ତି। କେହି କହନ୍ତି ଭେଣ୍ଡିଆ ମାନେ, ଭାଉଜ ମତେ ତୋର ପରିକା ଗୋଟେ ସ୍ତ୍ରୀ ଦରକାର ବୋଲି କହନ୍ତି। ଶୁଣିଛ ନା ନାଇଁ? ତମେ କହିଛ ତାହେଲେ ନାଇଁ? ତମେ ତୁମର ଭାଉଜ କହିଛ, ଭାଉଜ ମତେ ତୁମର ପରି ଦରକାର। କେତେ ଲୋକ କହନ୍ତି, କାହିଁକି କହନ୍ତି? ସେମାନେ ଭାଉଜର ଭଲ ଗୁଣ ଦେଖାଉଛି। ଆଉ କେହି ବାପରେ ଆମର ଭାଉଜକୁ ଜୁହାରରେ ବାପା ନାଗସା ପରେ ନାଗସା, କେତେବେଳେ ସେ ମରବ କି ଆମର ପ୍ରାଣ ରକ୍ଷା ପାଇବ। ଦ୍ରାକ୍ଷାଲତା ପରି ହେବା ଦରକାର। ଯେମିତା ଝିଅ ତୁମେ ଦ୍ରାକ୍ଷାଲତା ପରି ହେବାର ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଭାର୍ଯ୍ୟା ବସ୍ତୁ ଅଟେ, ଭାର୍ଯ୍ୟା ଗୋଟିଏ ଦ୍ରାକ୍ଷାଲତା। ଆଚ୍ଛା, କିନ୍ତୁ ଟିକେ ଭାରି କଥା ଗୋଟେ କହୁଛି ନା କହିବି ନାହିଁ? କହିବି କି? ଆଉ କହିବି, ପରେ କହିବି ଯେ ପରେ କହିବି, ଯେତେବେଳେ ଜିହୋଶର କଥା ଆସିବ। ତୃତୀୟ କଥା, ଗୋଟିଏ ଭାର୍ଯ୍ୟାକୁ ତୃତୀୟରେ ଗୃହ ନିର୍ମାଣକାରୀ ବୋଲି ନାଁ ଦିଆଗଲା। ପଢନ୍ତୁ ହିତୋପଦେଶ 14:1। ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗନ୍ତଇ ମାତ୍ର ଅଜ୍ଞାନ ସହସ୍ତରେ ତାହା ଭାଙ୍ଗି ପକାଏ। ଯେ ଆପଣା ସରଳତାରେ ଆଚରଇ ସେ ସଦାପ୍ରଭୁଙ୍କୁ ଭୟ କରଇ ମାତ୍ର ବିପଦଗାମୀ ତାହାଙ୍କୁ ତୁଚ୍ଛ କରେ। ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗନ୍ତଇ। ମୁଁ ଦ୍ରାକ୍ଷାରସର କଥା କହିଲା ବେଳକୁ ଦୁଇଟା କଥା କହିବି ବୋଲି ଗୋଟିଏ କହିଲି, ଗୋଟିଏ ସୁସ୍ଥ କରେ, ଆଉ ଗୋଟିଏ କଣ କରେ? ଆନନ୍ଦ ଦିଏ। ତା ମାନେ ଯେମିତା ଆନନ୍ଦ ଦେବା ଲୋକ ହେବା ଦରକାର। ବିଚାରକର୍ତ୍ତା 9:14। ତହୁଁ ବୃକ୍ଷଯାକ କଣ୍ଟକଲତାକୁ କହିଲେ, ତୁମ୍ଭେ ଆସ ଆମମାନଙ୍କ ଉପରେ ରାଜତ୍ୱ କର। ତହିଁରେ ଦ୍ରାକ୍ଷାଲତା ସେମାନଙ୍କୁ କହିଲା, ମୋହର ଯେଉଁ ଦ୍ରାକ୍ଷାରସ ପରମେଶ୍ୱରଙ୍କୁ ଓ ମନୁଷ୍ୟକୁ ପ୍ରସନ୍ନ କରେ, ତାହା ତ୍ୟାଗ କରି ମୁଁ କି ବୃକ୍ଷମାନଙ୍କ ଉପରେ ଏଣେ ତେଣେ ଦହଲିବାକୁ ଯିବି। ଗୀତ 104:15 କରନ୍ତୁ। ପୁଣି ମନୁଷ୍ୟର ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ ଚିକକଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସରଳ। ମନୁଷ୍ୟର ଚିତ୍ତକୁ ଆନନ୍ଦ ଦିଏ ଦ୍ରାକ୍ଷାରସ। ଜିହୋଶ ଆଜିଠାରୁ ଆନନ୍ଦରେ ପୂର୍ଣ୍ଣ ହେଇଯିବାର ଅଛି। ବାହ, କଣ ସ୍ତ୍ରୀ ଗୋଟେ ପାଇବ, ବହୁତ ଭଲ, ବହୁତ ଭଲ। ଏମିତି କେମିତି ଜଣା ପଡିବ ନା? ମୁହଁ ଦ୍ୱାରା ଜଣା ପଡିବ। କାଲିଠୁ ମୁହଁ ଚେଞ୍ଜ ହେଇଛି ନା ନାଇଁ? ଟିକେ ଚେଞ୍ଜ ହେଇଛି ନା? ଚିକଣ ହେଇଯାଇଛି, ଦାଢି ନାହିଁ, ନିଶ ନାହିଁ, ଆନନ୍ଦ ଦୁଶ୍ଚି, ସବୁବେଳେ ଆହୁରି ଚିକଣ ହେବା। ହେଲେ ଦ୍ରାକ୍ଷା ରସ ଥିଲେ କା ଚିକଣ ହବ। କଲରା ରସ ହେଲେ ତ ଅସୁବିଧା। ଯେତେ ମା ମାନେ ଅଛ, ତମେ କଲରା ରସ ନା ଦ୍ରାକ୍ଷା ରସ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଘରେ ଆନନ୍ଦ ଆଣିଦେବାର ଅଛି। ଶୁଣନ୍ତୁ, ଆନନ୍ଦିତ ହୃଦୟ ଉତ୍ତମ ଔଷଧ। ଘରେ ଖାଇବାକୁ ଭଲ ଥାଉ ନଥାଉ, ଯଦି ସ୍ତ୍ରୀ ଭଲ, ସ୍ୱାମୀ ଭଲ, ଲୋକେ ବାହାର ଟେନସନ ସବୁ ଧରିକି ଘରେ ଆସିକି ଶାନ୍ତିରେ ରୁହନ୍ତି। କେହି କଣ କରନ୍ତି, ବାପରେ ବାହାରେ ବୁଲିଲେ ଭଲରେ ଭାଇ, ଘରେ ଗଲେ ନାଗ ଜଗିଛି, ତେଣୁକରି ଘରକୁ ଏବେ ଯିବାର ନାହିଁ, ଶୋଇବା ସମୟରେ ଯାଇକି ଶୋଇପଡ, 5ଟାରେ ପଡ। ଦେଖିଛ ଏମିତି ଲୋକକୁ? ଅଛନ୍ତି। କାହିଁକି? ଘରେ କଣ୍ଟା ବଣ ଅଛି, ଘରେ
ଉଠିବାର ଅଛି ସ୍ତ୍ରୀ। এইটা গোটে স্ত্রীর কর্তব্য। জেনিতা ଏହା মনে ରଖିବା ଦରକାର କି ସେ ଗୋଟେ ଦ୍ରାକ୍ଷାଳତା ତୁଲ୍ୟ ଆନନ୍ଦଦାୟିନୀ ଗୃହର ବୋହୂ, ଆନନ୍ଦଦାୟିନୀ ଭାର୍ଯ୍ୟା, ଆନନ୍ଦଦାୟିନୀ ଗୋଟିଏ ସ୍ତ୍ରୀ। ଲୋକେ ତା ଦ୍ୱାରା ଆନନ୍ଦ ପାଇପାରୁଛି, କେହି ଦୁଃଖ ନ ପାଇପାରୁଛି। ତୃତୀୟ କଥା ହେଲା ଭାର୍ଯ୍ୟା ଜ୍ଞାନବତୀ ସ୍ତ୍ରୀ ଯଦି ହେବ ଘରକୁ ସେ ଗୁନ୍ଥିବ। ଯୋଉମାନେ ଘର ଗୁନ୍ଥନ୍ତି, ଘର ଗୁନ୍ଥିବା ପାଇଁ ହେଲେ ଆପଣମାନେ ଦେଖିଥିବେ ଘର ଗାନ୍ଥିବା କାମ ମିସ୍ତ୍ରୀ ମାନେ କରନ୍ତି, ଟିକେ ପରିଶ୍ରମ କରିବାକୁ ପଡେ। ଗୋଟିଏ ଦିନରେ ଘର ଗୁନ୍ଥା ହୁଏ ନାହିଁ, ଗୋଟିଏ ଦିନରେ ଘର ବନା ହୁଏ ନାହିଁ। ହେଇପାରେ ଯୌବନର ବିବାହର ଜୀବନରେ ଆନନ୍ଦର ଭାଷା ପରିଭାଷା, ପରସ୍ପର ପ୍ରତି ଆସକ୍ତ ହେବା, ପରସ୍ପରର ଉପସ୍ଥିତି ହେଇପାରେ, କିନ୍ତୁ ଧୀରେ ଧୀରେ ଗୋଟିଏ ସ୍ତ୍ରୀର କର୍ତ୍ତବ୍ୟ କରିବା ଦରକାର। କଣ? ଘରକୁ ଗାନ୍ଥିବା ଦରକାର। ଅନେକ ଅଛନ୍ତି ଝଗଡା ହେଇଗଲେ ଘର ଛାଡିକି ପଳାନ୍ତି, ଘରକୁ ଛାରଖାର କରିଦିଅନ୍ତି, ଘର ଭିତରେ ଗଣ୍ଡଗୋଳ କରିଦିଅନ୍ତି, ନିଆଁ ଲଗେଇ ଦିଅନ୍ତି, କେସ୍ କରିଦିଅନ୍ତି, ଅଶାନ୍ତି କରିଦିଅନ୍ତି, ଜୀବନକୁ ନର୍କ କରିଦିଅନ୍ତି। ଏମାନେ ଘର ଭାଙ୍ଗିବା କାମ କରୁଛନ୍ତି। ବାଇବଲ ସେମାନଙ୍କୁ ମୂର୍ଖ ସ୍ତ୍ରୀ ବୋଲି ନାମ ଦିଏ। ବାଇବଲ ସେମାନଙ୍କୁ ଦୁଷ୍ଟ ସ୍ତ୍ରୀ ବୋଲି ନାମ ଦିଏ। ଅଜ୍ଞାନ ସ୍ତ୍ରୀ କଣ କରେ? ସ୍ୱହସ୍ତରେ ତାହା ଭାଙ୍ଗି ପକାଏ। ଭଲ ଥିବା ଘର ବୋଉ ପିଲା ଆସିଲା ପରେ ଅଶାନ୍ତି ହେଇଯାଏ। ଜେନିତା ପାଇଁ ଆମର ଶୁଭ କାମନା, ଏ ଘରକୁ ସେ ଗାନ୍ଥିବାର ଗୋଟିଏ ସ୍ତ୍ରୀ। ଗାନ୍ଥିବା ପାଇଁ ହେଲେ ଆଜ୍ଞା ଏ ଜାଗାରୁ ଗୋଟେ ପଥର, ସେ ଜାଗାରୁ ସିମେଣ୍ଟ, ସେ ଜାଗାରୁ ବାଲି, ସେ ଜାଗାରୁ ଥାପି, ସେ ଜାଗାରୁ ଗୋଟେ ମସଲା, ପାଣି ସବୁକୁ ମିଶେଇବାକୁ ପଡିବ, ଏକ କରିବାକୁ ପଡିବ। ଘରେ ଗୋଟେ ଭାର୍ଯ୍ୟା ବୋଉ, ନଣନ୍ଦ, ମା, ବାପା, ଶାଶୁ, ସମଧି, ସମଧ୍ୟାଣୀ ସମସ୍ତଙ୍କୁ ଏକ କରିବା କାମ କରିବାର ଅଛି। କେହି କେହି ଏକ କରିପାରନ୍ତି ନାହିଁ। ଏକ କରିବା ପାଇଁ ହେଲେ କଣ ହେବ ଜାଣିଛନ୍ତି? ଆପଣଙ୍କ ଭିତରେ ଟିକେ ସହିଷ୍ଣୁତା ହେବାର ଅଛି। ଓ ସେ ସେମିତି କହିଦେଲା, ଠିକ ଅଛି, ସେ କଥାକୁ ମୁଁ ସ୍ୱାମୀ କହିଦେଲେ ଅସୁବିଧା ହେଇଯିବ, ସେ ସେମିତି କହିଦେଲା, ମୁଁ ସେ କଥା ଶାଶୁ କହିଦେଲେ ଅସୁବିଧା ହେଇଯିବ। ଏ କଥା ଗୁଡାକୁ ଲୁଚେଇକି ହଜମ କରି ଜିରାଇ ଦେବାକୁ ପଡିବ। ଆଉ କଣ କରିବ? ସମସ୍ତଙ୍କୁ ନେଇକି ଘରକୁ ଗାନ୍ଧିବା। এইটা হচ্ছে কেতে মা মাଙ୍କର গুণ। ଏକ ଗୁଣବତୀ ସ୍ତ୍ରୀ, ଜ୍ଞାନବତୀ ସ୍ତ୍ରୀ, ସେ ଗୋଟେ ଘର ନିର୍ମାଣ କରିବା, ଗୁନ୍ଥିବାର, ଗାନ୍ଥିବାର ଗୋଟେ ସ୍ତ୍ରୀ ଅଟେ। ସ୍ୱାମୀ ଯଦି ଅଭାବରେ ଥିଲେ ମଧ୍ୟ ସେ ସପୋର୍ଟ କରେ। ସ୍ୱାମୀକୁ ଖାଇବାକୁ ନଥିଲେ ମଧ୍ୟ ସ୍ତ୍ରୀର କଥାରେ ସତେକି ବହୁତ ଖାଇଲା ପରି ବଳ ମିଳିଥାଏ। ଜ୍ଞାନବତୀ ସ୍ତ୍ରୀ। ପାଠ ପଢିଲେ ଜ୍ଞାନ ଆସେ ନାହିଁ, ଏହା ପ୍ରଭୁଙ୍କ ଠାରେ ଭୟ କଲେ ଜ୍ଞାନ ଆସେ। ଅନେକ ବହୁତ ପାଠ ପଢିଛନ୍ତି, ବଡ ସୁନ୍ଦର ଥାନ୍ତି, କିନ୍ତୁ ଘର ପରିବାର ଛାରଖାର କରିଦିଅନ୍ତି। ଏମାନେ ମୂର୍ଖ ସ୍ତ୍ରୀ। ପିଲାମାନେ ଯୋଉମାନଙ୍କର ବାହା ହେଇନି, ଭବିଷ୍ୟତରେ ବାହା ଯଦି ହବ, তুমি জ্ঞানবতী স্ত্রী হবা দরকার। মা মানে যদি তোমার দ্বারা ঘর ছারখার হচ্ছে, তুমি মূর্খ স্ত্রী হো, জ্ঞানবতী স্ত্রী হো। জেনিতা ঝিও জ্ঞানবতী স্ত্রী হো, ঘর গান্থিবার কাম। ভার্যা মানক বাইবেল আর গোটে না দিয়া যাইছে, চতুর্থ না। প্রথমটি কোন বলি কহিলি মু? বস্তু। দ্বিতীয়টি তৃতীয়টি গান্থক, চতুর্থটি মুক্তা। পড়ন্ত জলদি পড়। গুণবতী স্ত্রী কিয়ে পাইপারে, মুক্তা ঠারু হি তাহার মূল্য অধিক। কিয়ে মনে রখিল, সে জনে মনে রখিছে, মানে তার অর্থ বুঝিলা। বুঝিল? তার অর্থ কোন হই পারে? সে বাইবেল পড়ুছি, সেমতি পড়া তার বসটি গলে লাগুছে। হালেলুয়া।
31 ର 10 ପଢନ୍ତୁ ସମସ୍ତେ କାଢନ୍ତୁ ହିତୋପଦେଶ। ଗୁଣବତୀ ସ୍ତ୍ରୀ କିଏ ପାଇପାରେ? ଗୁଣବତୀ ସ୍ତ୍ରୀ ଝିଅ ସ୍ୱୟଂ ପାଇପାରେ, ମୁକ୍ତା ଠାରୁ ହିଁ ତାହାର ମୂଲ୍ୟ ଅଧିକ। ତାହାର ସ୍ୱାମୀର ହୃଦୟ ତାଠାରେ ନିର୍ଭର କରେ, ପୁଣି ତାହାର ଲାଭର ଅଭାବ ହେବ ନାହିଁ। ସେ ଜୀବନ ଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ। ସେ ମେସଲମ ଓ ମସିନା ଖୋଜି ସନ୍ତୋଷରେ ଆପଣା ହସ୍ତରେ କର୍ମ କରେ। ସେ ବାଣିଜ୍ୟ ଜାହାଜ ତୁଲ୍ୟ, ସେ ଦୂରରୁ ସ୍ତ୍ରୀର ପଞ୍ଚମ ଉଦାହରଣ ହେଲା ସେ ଗୋଟେ ଜାହାଜ ତୁଲ୍ୟ। ଜାହାଜ କଥା ପରେ କହିବି। ସ୍ତ୍ରୀ ଚତୁର୍ଥରେ ଗୋଟିଏ ମୁକ୍ତା ତୁଲ୍ୟ। Praise the Lord. ମୁକ୍ତା କୋଉଠି ଥାଏ ପିଲାମାନେ କହିଦିଅ? ଆମର ଗାଁରେ ଅଛି ଗୋଟେ, ଯଦି ଝିଅର ନା ମୁକ୍ତା ହେଇଥିବ, ଜଣେ କହିଲା ଆମ ସ୍କୁଲରେ ଅଛି ଆଜ୍ଞା ମୁକ୍ତା, ଅଷ୍ଟମରେ ପଢୁଛୁ। ପିଲାମାନେ ମୁକ୍ତା କୋଉଠୁ ବାହାରେ ଜାଣିଛ? ଜାଣିନ? ଆମ୍ବ ଗଛରେ ଦେଖିଛ କୋଉଠୁ ବାହାରେ? ସମୁଦ୍ରର ଗଭୀର ଭିତରେ ଶାମୁକାର ଦେହ ଭିତରେ ମୁକ୍ତା ତିଆରି ହୁଏ। ତାମାନେ ମୁକ୍ତା ଉପରେ ଉପରେ ଭାସେ, ବହୁତ ଗଭୀର ଭିତରେ ଥାଏ। ମୁକ୍ତାର ମୂଲ୍ୟ ଯେତିକି ଅଧିକ, ଗୁଣବତୀ ସ୍ତ୍ରୀର ମୂଲ୍ୟ ତାଠାରୁ ଝିଅ ସହିତ ବାହାରେ କଥା ହେଲା ବେଳେ ତମ ସ୍ତ୍ରୀକୁ ଡିସରେସ୍ପେକ୍ଟ କରିବା ପରେ କଥା କହିପାରିବ, କାହିଁକି ତାର ମୂଲ୍ୟ ଅଧିକ। ଅନେକ ଅଛନ୍ତି ସ୍ତ୍ରୀକୁ ଜମା ରେସ୍ପେକ୍ଟ ଦିଅନ୍ତି ନାହିଁ, ତାହା ଭୁଲ ଅଟେ। ସେ ମୁକ୍ତା ଠାରୁ ମୂଲ୍ୟବାନ, ମୁକ୍ତା ଠାରୁ ମୂଲ୍ୟବାନ। ତେଣୁ ତାକୁ ସମ୍ମାନ ଦେବାକୁ ପଡିବ। ଆଚ୍ଛା ମତେ କୁହ ତ, ମୁକ୍ତାକୁ ନେଇକରି କିଏ ହେଲେ ପାଦରେ ପିନ୍ଧନ୍ତି, ପାଦ ତଳେ ଜୋତା ବନେଇକି ନାହିଁ। ମୁକ୍ତାକୁ ଶିରୋଧାର୍ଯ୍ୟ କରାଯାଏ, ତାମାନେ ମୁକ୍ତାକୁ ଉଚ୍ଚରେ ରଖାଯାଏ। ତୁମର ସ୍ତ୍ରୀ ତୁମର ମୁକ୍ତା ଅଟେ, ତୁମେ ତାକୁ କେବେ ହେଲେ ନିଚରେ ରଖିବ ନାହିଁ। ଆମ ଟାଟା ସହରର ଗୋଟେ ଫ୍ୟାମିଲି କଥା ମୁଁ କହିବି। ସେ ଝିଅ ଗୋଟେ ଭଲ ପରିବାରର ଝିଅ, ଛତିଶଗଡ଼ର ଝିଅ। ଟାଟାରେ ବିବାହ ହେଲା ଗୋଟେ ଖ୍ରୀଷ୍ଟିଆନ ଭାଇକୁ। କାଳକ୍ରମେ ବାହା ହେଲା ପରଠାରୁ ସେ ଭାଇର ବାଣିଜ୍ୟ ବ୍ୟବସାୟ କ୍ଷତିରେ ଚାଲିଗଲା। ଏତେ ଅଭାବ ଯେ ଘର ବନ୍ଧା ରଖିଲେ, ବିକି ଦେଲେ, ଆସିକି ଆମ ଘରେ କିଛି ଦିନ ରହିଲେ। ଖାଇବାକୁ ମିଳୁନାହିଁ, ପିନ୍ଧିବାକୁ ମିଳୁନାହିଁ, ଏତେ ଅଭାବ। ଲକ୍ଷାଧିପତି ଲୋକ ଥିଲେ ଦିନେ। ଆମ ସ୍ତ୍ରୀ ତାଙ୍କ ସ୍ତ୍ରୀକୁ ପଚାରିଲା कि आप तो इतने रईस घर के हैं, कैसे आप अंकल के साथ कैसा रहा? तो वो क्या बोली मालूम है? पता है अंकल बहुत अच्छे हैं, इतना अच्छे हैं कि क्या गरीबी बोल के मैं क्या उनको छोड़ दूं? मेरा बाप मुझे इतना प्यार नहीं दिए, मेरा भाई लोग मुझे इतना प्यार नहीं दिए, मेरा पति शादी के बाद से मुझे इतना केयर किया, इतना मेरा ख्याल रखा, तो मुझे तो लगता है ये पति नहीं है, ये मेरा माँ से बढ़कर है, ये मेरा बाप से बढ़कर है। ऐसा इंसान किस्मत वालों को मिलेगा। तो गरीबी है तो भी मैं सह लूंगा, बस इंसान को छोड़ नहीं सकता। जी हो सो तम स्त्री को तुम्हें सेमती मुक्ता परी ट्रीट करबाको। केतेक स्वामी माने दांडरे मारंती स्त्री को, मुक्ता को पिटा जाए कि काठरे। स्त्री मानव को केबे हेले मरा जाए नहीं। मारिबा कहा केउ केउ माने स्त्री को मारंती बोले मु खाली कहउथली।
ବାହିନୀ ଯାହାକୁ ବାହିନୀ ବାହିନୀ ଭୂତ ଧରୁଛି। ତମକୁ ଧରି ନାହିଁ ତ ଝିଅ ତୁ ଟେନସନ ନ ନେବା ତାକୁ ଧରି ନାହିଁ ପ୍ରେଜ ଦ ଲର୍ଡ। ସେ ମୁକ୍ତା ଉପରେ ଟ୍ରିଟମେଣ୍ଟ କରିବ ପ୍ରେଜ ଦ ଲର୍ଡ। ଦିନେ ଟ୍ରେନରେ ଆସିଲା ବେଳେ ମୋ ଗୋଡ଼ ଟିକେ ଲମ୍ବା ଲୋକ କି ନାହିଁ ହେଲେ ଲମ୍ବା ଲୋକ ଛୋଟ ସିଟ୍ ହେଲେ ଗୋଡ଼ ଟିକେ ଉପରକୁ ଉଠେ ତ ମୁଁ ଗୋଡ଼ ଉପରେ ଗୋଡ଼ ରଖିକି ବସିଲି। ସେପଟେ ଗୋଟେ ଲେଡିଜ୍ ବସିଥିଲେ। ଆମ ସ୍ତ୍ରୀ କହିଲେ ମୁକ୍ତା ଆଡ଼େ ତମେ ପାଦ ଦେଖାଉଛ। ଓ ସରି ମତେ ବହୁତ ଭଲ ଲାଗିଲା। କାହିଁକି ସ୍ତ୍ରୀ ଚାକରାଣୀ ନୁହେଁ, ସେ ଗୋଟିଏ ଘରେ ଚାକରାଣୀ ହେଇକି ଥିଲା କି ସୁଖରେ ଦୁଃଖରେ ମରଣରେ ଜୀବନରେ ସମ୍ପଦରେ ଆପଦରେ ତୋର ଯତ୍ନ ନେବି, ତୋର ହୃଦୟ ମୋର ହୃଦୟ, ତୋର ଆଖି ମୋର ଆଖି, ତୋର ଗୋଡ଼ ମୋର ଗୋଡ଼ ବୋଲି ପ୍ରତିଜ୍ଞା କରିକି ଆଣିକି ତାକୁ ଚାକରାଣୀ ଭାବେ ଦେଖିବ କି? କୋଉଠି ସେ ଗୋଟେ ମୁକ୍ତା ଆଡକୁ ପାଦ ଦେଖାନ୍ତି ନାହିଁ। ମୁକ୍ତାର କେହି ହେଲେ ଅନାଦର କରନ୍ତି ନାହିଁ। ସେଟା ମତେ ଭଲ ଲାଗିଲା। ସେ ମତେ କହିଲେ କେବେ ହେଲେ କୌଣସି ବୁଢୀ ବସିଥାଉ ବା ଝିଅ ବସିଥାଉ ବା କୌଣସି ବ୍ୟକ୍ତି ବସିଥାଉ ସେ ଆଡକୁ ଗୋଡ ଲମ୍ବାଉ ନାହିଁ। ଯଦି ତୁମର ଗୋଡରେ ବହୁତ କଷ୍ଟ ହଉଛି ତାହେଲେ ତୁମେ କରିପାରିବ। ପ୍ରେଜ ଦ ଲର୍ଡ। କାହିଁକି ମୁକ୍ତା କେବେ ହେଲେ ଇନସଲ୍ଟ କରାଯାଏ ନାହିଁ, ତାକୁ ଡିସରେସପେକ୍ଟ କରାଯାଏ ନାହିଁ। ପ୍ରେଜ ଦ ଲର୍ଡ। ତେବେ ଯେହୋଶୁଆ ଆଜିଠାରୁ ଯେନିତା ତୁମେ ପାଇଲ, ତମେ ଭାବୁଥିବ କଣ ଏ ବକ୍ତା ଏବେ ତାର ସପୋର୍ଟରେ କହିବାକୁ ଷ୍ଟାର୍ଟ କଲେ ତାକୁ ପୁଣି ଡିସରେସପେକ୍ଟ କରିବି ନାହିଁ। ନାଇଁ, ପ୍ରେମ ଥିଲେ। ଏବେ ଆମେ ନୂଆ ନୂଆରେ ମୋବାଇଲ ବାହାରିଥିଲା, ସେତେବେଳେ ମୋବାଇଲ କେଡ଼େ ଭକ୍ତିରେ ବାପରେ ଧୀରେ ରଖୁଥିଲେ। ଜଣେ ମତେ ମୋବାଇଲ ଗିଫ୍ଟ ଦେଲେ, ଏ ମୋବାଇଲଟା ଜଣେ ଗିଫ୍ଟ ଦେଇଥିଲେ। ଏ ମୋବାଇଲ ସେତେବେଳେ ବେଶୀ ଦାମ ଥିଲା। ବିଶ୍ୱାସ କରନ୍ତି କହିଲେ ଆରେ ଫାଷ୍ଟ आईफोन रखा है बाप रे। तो जोने मांगेला पाशे जी दीजिए ना, मुझे तू इतना हाथ में धरला। ये बोला क्या हो गया? पास्टर जी आईफोन। तो क्या हो गया? आईफोन है, मालूम है आपको? मूल्यवान जिनिसों में इज्जत करा जाए। के स्त्री मानव को बाहर इज्जत करो। যদি কোনসি দুঃখ আছে ঘরে বসিকে ভিতরে কবাট বন্ধ করি ভলরে কথাবার্তা হো, মারাপিটা হো, ভলরে কথাবার্তা হো, বাহারে ইনসল্ট করিব না। এই সে মুক্তা হচ্ছে। প্রেজ দ লর্ড। হালেলুয়া। স্ত্রী ମାନଙ୍କୁ ଶେଷରେ ଜାହାଜ ସହିତ ତୁଳନା କରାଯାଇଛି। ପଡ଼ୋଶୀ ପଦକୁ ହିତୋପଦେଶ 31:14। ସେ ବାଣିଜ୍ୟ ଜାହାଜ ତୁଲ୍ୟ, ସେ ଦୂରରୁ ଆପଣା ଆହାର ଆଣେ, ମଧ୍ୟ ସେ ରାତ୍ରି ଥାଉ ଥାଉ ଉଠେ ଓ ଆପଣା ପରିଜନ ସମସ୍ତଙ୍କୁ ଖାଦ୍ୟ ଓ ଦାସୀ ଗଣକୁ ନିରୂପିତ କର୍ମ ଦିଏ। ସେ କ୍ଷେତ୍ରର ବିଷୟ ବୁଝି ତାହା କିଣେ। ସେ ଆପଣା ହସ୍ତର ଫଳ ଦେଇ ଦ୍ରାକ୍ଷା କ୍ଷେତ୍ର ରୋପଣ କରେ। ସେ ବଳରେ ଆପଣା ଅଣ୍ଟା ବାନ୍ଧେ ଓ ଆପଣା ବାହୁ ବଳବାନ କରେ। अपना व्यापार जे लाभजनक ଏହା ସେ ବୁଝେ। ପୁଣି ରାତ୍ରି କାଳରେ ତାହାର ପ୍ରଦୀପ ଲିଭି ଯାଏ ନାହିଁ। ସେ ଚରଖାକୁ ଶୁଣନ୍ତୁ, ସମସ୍ତେ ଧ୍ୟାନରେ ଶୁଣନ୍ତୁ। ହଁ, ସେ ଚରଖାକୁ ହାତ ବଢାଏ, ପୁଣି ତାହାର ହସ୍ତ ତାକୁଡ଼ି ଧରେ। ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତ ହସ୍ତା ହୁଏ ଓ ଦରିଦ୍ର ମାନଙ୍କ ପ୍ରତି ଆପଣା ହାତ ବଢାଏ। से हिम लगी अपना परिवार विषय भय करे नाही, जेहेतु तार समस्त परिवार सिंदूर वर्ण वस्त्र पिंधती। से अपना निमंते चित्र विचित्र आच्छादन वस्त्र प्रस्तुत करे। पुणी से शुभ्र क्षम वस्त्र व धूम वस्त्र
ଧୂମବର୍ଣ୍ଣ ବସ୍ତ୍ର ପିନ୍ଧେ ତାର ସ୍ୱାମୀ ଦେଶୀୟ ପ୍ରାଚୀନ ମାନଙ୍କ ସଙ୍ଗେ ନଗର ଦ୍ୱାରରେ ବସିବା ବେଳେ ଚିହ୍ନା ଯାଏ। Praise the Lord. ସେ ଜାହାଜ ତୁଲ୍ୟ। ଘରର ସ୍ତ୍ରୀ କାହା ତୁଲ୍ୟ ଅଟେ? ଜାହାଜ। ଆଚ୍ଛା, ଜାହାଜରେ କଣ କରନ୍ତି? ଏ କୂଳର ଲୋକ ସେ କୂଳରେ ପହଞ୍ଚି ଯାଆନ୍ତି। ଏପଟର ବୋଝ ସେ ପାରିକୁ ପହଞ୍ଚାଇ ଦିଅନ୍ତି। ଯେନିତା ଜୀବନରେ ଯେତେ ଦୁଃଖ କଷ୍ଟ ସମସ୍ୟା ଆସେ, ଏ କୂଳର ସମସ୍ୟାକୁ ସେ କୂଳକୁ ନେଇଯିବା କାମ ତୁମେ କରିବାକୁ Praise the Lord. Hallelujah. ଯେହେତୁ ସ୍ତ୍ରୀ ଗୋଟିଏ ଜାହାଜ, ତେବେ ପ୍ରଭୁଙ୍କ ଲୋକମାନେ ଏଥିପାଇଁ ସଦା ପ୍ରଭୁଙ୍କ ଠାରୁ ଅନୁଗ୍ରହ ପ୍ରାପ୍ତ ହୁଏ ବୋଲି କହିଲେ ଯେ ଭାର୍ଯ୍ୟା ଗ୍ରହଣ କରେ। ମୁଁ 5 କଥା କହିଲି। ଭାର୍ଯ୍ୟା ଏକ ବସ୍ତୁ ତୁଲ୍ୟ, ଭାର୍ଯ୍ୟା ଏକ ରାକ୍ଷାଲତା ତୁଲ୍ୟ, ଭାର୍ଯ୍ୟା ଏକ କାନ୍ଥକ ତୁଲ୍ୟ, ମୁକ୍ତା ତୁଲ୍ୟ, ଶେଷରେ ଜାହାଜର କଣ କଣ ଲକ୍ଷଣ? ମାନେ ଜାହାଜ ଲକ୍ଷ୍ୟ ଧରିକି ଯାଏ। ଘରର ସ୍ତ୍ରୀ ମାନେ ଲକ୍ଷ୍ୟ ବିହୀନ କାମ କରିବେ ନାହିଁ। ଅନେକ ସ୍ତ୍ରୀ ମାନେ କରନ୍ତି କଣ? ଦରମା ମିଳିଲା, ପଇସା ଧରି ପଳେଇବେ ବଜାର, କୁଟା କରି କିଣିକି ଖାଇକି ସରେଇବେ। 15 ଦିନ ଭିତରେ ଦରମା ଶେଷ ବୋଲେ ତାପରେ ଏ ସ୍ୱାମୀର ମୁଣ୍ଡର ଦହି ଯାକ ଖାଇ ପକେଇବେ। ଏମିତି ସ୍ତ୍ରୀକୁ ଦେଖିଛ? ଦେଖିନ? କେବେ ଦେଖ ନାହିଁ ସେମିତି ଲୋକ ଅଛନ୍ତି କେହି? ଜାହାଜ କେବେ ହେଲେ ଲକ୍ଷ୍ୟ ସ୍ଥଳ ନ ରଖି ଯାଏ ନାହିଁ। ଘରେ ଦରମା ଆସିଲା, ତୁମର ସ୍ୱାମୀ 10,000 ପାଉ କି 10 ଲକ୍ଷ ପାଉ, ମାସରେ ଲକ୍ଷ୍ୟ ବନେଇ ଏହା ଏହା କରିବାର ଅଛି, ଏହା ଏହା କରିବାର ଅଛି, ଏହା ଏହା ଦାନ ଦେବାର ଅଛି, ଏହା ଗରିବ ମାନଙ୍କୁ ଦେବାର ଅଛି, ଏହା ମା ବାପା ପାଇଁ ଖର୍ଚ୍ଚ ଅଛି, ଏହା ନିଜ ଖାଇବା ଖର୍ଚ୍ଚ, ପିନ୍ଧିବା ଖର୍ଚ୍ଚ, ପିଲାମାନଙ୍କର ଖର୍ଚ୍ଚ, ଭବିଷ୍ୟତର ଖର୍ଚ୍ଚ, ଲକ୍ଷ୍ୟ ବନେଇବ। ଜାହାଜ କେବେ ହେଲେ ଏମିତି ବାହାରିଛି କି କୁଆଡେ ଯାଉଛୁ? ନାଇଁ, ଜଣ ନାଇଁ, ଯାଉଛି ତ। ଆପଣ କୁଡକି ମାହାରୁ ବାହାରିଲେ ରାସ୍ତାରେ କେହି ରହି ପଚାରିବ କୁଆଡେ ବାହାରିବ, ଆପଣ କଣ ବୋଲି କହିବେ? ପଢବା ଯାଉଛି। କଣ କଣ? ନାଇଁ, ଚିଙ୍ଗୁଡି ଆଣିବେ। କୁଆଡେ ଯାଉଛ? ନାଇଁ, ମୋହନା ଯାଉଛି। କଣ ପାଇଁ? ମୋବାଇଲ ଆଣିବେ। ଏମିତି କିଏ ଅଛି? କୁଆଡେ ଯାଉଛ? ଆଡେ ଯାଉଛି, ଜଣା ନାହିଁ, ଯାଉଛ। ଏମିତି କେବେ କିଏ ଅଛନ୍ତି? କେବେ ନାହିଁ। ଜଣେ ଲୋକ ଘରକୁ ବାହାରିକି ଯଦି ଏପଟ ଗଲା ବୋଲେ ଆପଣ ଜାଣିଦେବେ ଯେ ତେନ୍ତୁଳି ଗଛ ପାଖକୁ ଯାଉଛି। କାହିଁକି? ନେଟୱାର୍କ କରୁଛି। ଆମେ ଲକ୍ଷ୍ୟ ନ ରଖି କୁଆଡେ ଯାଉନାହୁଁ। ତେଣୁ ଜାହାଜର ଅନେକ ଗୁଣ ଅଛି, ସବୁ ଗୁଣ ମୁଁ କହିବି ନାହିଁ। ମୁଁ ଆଜି ଗୁଡ୍ ବୟ ଭାବରେ ଘଣ୍ଟାରେ ସାରିବା ପାଇଁ ସ୍ଥିର କରିଥିଲି, ତେଣୁ ମୁଁ ସାରିବି। 5ଟା କଥା କହିଲି। ଗୋଟିଏ ଲକ୍ଷଣ ଜାହାଜର ଲକ୍ଷ୍ୟ ସ୍ଥଳକୁ ଯାଏ। ଆଉ ଲକ୍ଷ୍ୟ ସ୍ଥଳକୁ ଯିବା ଆଗରୁ ନାବିକ ପୁଣି ଯେତେ ଶ୍ରମିକ ମାନେ ବହୁତ ସାବଧାନ ରୁହନ୍ତି। ସ୍ତ୍ରୀ ଗୋଟିଏ ଜାହାଜ, ସବୁ ବିଶ୍ୱର ଲକ୍ଷ୍ୟ ରଖି କାମ କରିବା। Praise the Lord. Hallelujah. ଯଦି ଏ ଜାହାଜ ଯଦି କଣା ହେଇଗଲା ବୁଡ଼ିଯିବ। ଏଣୁ ଜାହାଜର ଯତ୍ନ ନେବାକୁ ପଡିବ, ଠିକ ଲକ୍ଷ୍ୟ ରଖି ଚାଲିବାକୁ ପଡିବ। ଆଉ ଗୋଟିଏ କଥା ଖାଲି ପଢନ୍ତୁ, ପ୍ରଥମ ପିତର 3:1 ସମାପ୍ତ। ସେହିପରି ହେ ଭାର୍ଯ୍ୟାମାନେ, ତୁମ୍ଭେମାନେ ଆପଣା ଆପଣା ସ୍ୱାମୀଙ୍କର ବଶୀଭୂତ ହୁଅ, ଯେପରି ସେମାନଙ୍କ ମଧ୍ୟରୁ କେହି କେହି ବାକ୍ୟର ଅନାଜ୍ଞାଭ ହେଲେ ସୁଦ୍ଧା ତୁମ୍ଭମାନଙ୍କର ସଭୟ ସଦାଚରଣ ଦେଖି ବାକ୍ୟ ବିନୁ ଆପଣା ଆପଣା ଭାର୍ଯ୍ୟାର ଆଚରଣ ଦ୍ୱାରା ପରିବର୍ତ୍ତିତ ହେବେ। କାହା ଦ୍ୱାରା ପରିବର୍ତ୍ତିତ ହେବେ? ଜେନିତାର ଆଚରଣ ଦ୍ୱାରା ଜିହୋସ୍ୱ ପରିବର୍ତ୍ତିତ ହେବାର ଅଛି।
Praise the Lord. তামানে বেড়ে বেড়ে যদি স্বামী ঠিক নাই স্ত্রী এমিতি হেবা দরকার তার আচরণ দেখি স্বামী বদলে যাবার আছে তামানে স্ত্রী ମାନଙ୍କର আচরণ গোটিয়ে বাক্য প্রদান কলা পরে শক্তিযুক্ত আচরণ হেবা উচিত এমিতি আচরণ যদি গোটে স্ত্রীর রহিলা স্বামী পরিবর্তন হয়ে ମୁଁ ଖାଲି ସ୍ତ୍ରୀ ପାଇଁ ଆଜି କହି ନାହିଁ ସ୍ୱାମୀ ପାଇଁ ବି ଗୋଟେ କଥା ଶେଷରେ କହି ବୋଲି କହିନଥିଲି ହଁ କେତେବେଳେ ଆଜ୍ଞା ସେ ଦ୍ରାକ୍ଷାଲତା ତୁଲ୍ୟ ହବ ପଢ 128 ରେ ଯେଉଁମାନେ ସଦା ପ୍ରଭୁଙ୍କୁ ଭୟ କରନ୍ତି ଯେଉଁମାନେ ସଦା ପ୍ରଭୁଙ୍କୁ ଭୟ କରନ୍ତି ଓ ତାହାଙ୍କ ପଥରେ ଚାଲନ୍ତି ଓ ସଦା ପ୍ରଭୁଙ୍କ ପଥରେ ଚାଲନ୍ତି ସେମାନଙ୍କର ପ୍ରତ୍ୟେକ ଲୋକ ଧନ୍ୟ ସେ ସଦା ପ୍ରଭୁଙ୍କୁ ଭୟ କରିବା ଲୋକର ତାହାଙ୍କ ପଥରେ ଚାଲିବା ଲୋକର ସବୁ କୁଟୁମ୍ବ ଲୋକ ଧନ୍ୟ କାରଣ ତୁମ୍ଭେ ହଁ ଆପଣ ହସ୍ତକୃତ ପରିଶ୍ରମର ଫଳ ହଁ ଭଜନ କରିବ ହଁ ତୁମ୍ଭେ ସୁଖୀ ହେବ ଓ ତୁମ୍ଭର ମଙ୍ଗଳ ହେବ ହଁ ତୁମ୍ଭର ଭାର୍ଯ୍ୟା ତୁମ୍ଭ ଗୃହର ଅନ୍ତଃପୁରରେ ହଁ ଫଳବତୀ ଦ୍ରାକ୍ଷଲତା ତୁଲ ହେବ କାହାର ଭାର୍ଯ୍ୟା ହେବ ସେମିତି ଯିଏ ସଦା ପ୍ରଭୁଙ୍କୁ ଭୟ କରେ ଯିଏ ସଦା ପ୍ରଭୁଙ୍କ ପଥରେ ଚାଲେ ଯଦି ଜେନିତା ଫଳବତୀ ଦ୍ରାକ୍ଷାଲତା ହେଉ ତାହେଲେ କିଏ ସଦା ପ୍ରଭୁଙ୍କ ଭୟରେ ଚାଲିବାକୁ ପଡିବ ଝିଅସୁ ତୁମେ ସଦା ପ୍ରଭୁଙ୍କ ଭୟରେ ଚାଲ ତୁମେ ସଦା ପ୍ରଭୁଙ୍କ ପଥରେ ଚାଲ ତାହେଲେ ଯାଇ ତମ ସ୍ତ୍ରୀ ଫଳବତୀ ଦ୍ରାକ୍ଷାଲତା ହେବ ଯଦି ସେ ଦ୍ରାକ୍ଷାଲତା ନ ହେଇ କଣ୍ଟକଲତା ହେଇଗଲା ଦାୟୀ କିଏ ତାମାନେ ଝିଅସୁ ସଦା ପ୍ରଭୁଙ୍କ ଭୟରେ ଚାଲ ଯଦି ସ୍ୱାମୀ ପ୍ରଭୁଙ୍କ ଭୟରେ ନାହିଁ ସ୍ୱାମୀ ପ୍ରଭୁଙ୍କ ପଥରେ ନାହିଁ ତାହେଲେ ସେ ସ୍ତ୍ରୀ ଫଳବତୀ ଦ୍ରାକ୍ଷାଲତା ହେଇପାରିବ ନାହିଁ ଏମିତି ମଧ୍ୟ ହେଇପାରେ କିନ୍ତୁ ପ୍ରଥମ ପିତରରେ ଆମେ ଯାହା ଦେଖିଲୁ ହେ ଭାର୍ଯ୍ୟା ତମ ସ୍ୱାମୀ ଯଦି ଠିକ ନାହିଁ ତମର ଆଚରଣ ଦ୍ୱାରା ସେ ପରିବର୍ତ୍ତନ ହେବ ତାମାନେ ବେଳେ ବେଳେ ସ୍ୱାମୀ ଭଲ ଥିଲେ ସ୍ତ୍ରୀ ଭଲ ହେଇଯାନ୍ତି ବେଳେ ବେଳେ ସ୍ୱାମୀ ଖରାପ ଥିଲେ ସ୍ତ୍ରୀ ଦ୍ୱାରା ପରିବର୍ତ୍ତନ ହୁଅନ୍ତି ସ୍ୱାମୀ କଥା କହିବା ପାଇଁ ସମୟ ନାହିଁ ଏମିତି ତ ଝିଅକୁ ଆମେ ବହୁତ କହିଛୁ ଆଉ ସମୟ ଅଛି ମଝି ମଝିରେ ଯେତେବେଳେ କିଛି ଦରକାର ପଡ଼େ ଇଞ୍ଜେକ୍ସନ ଗୁଡ଼ାକ ଦେଉଥିବା ଟ୍ୟାବଲେଟ୍ ଗୁଡ଼ାକ ଦେଉଥିବା ସାଲାଇନ୍ ମଧ୍ୟ ଦେଇପାରିବା କିନ୍ତୁ ଝିଅକୁ ଭଲ ପିଲା ଜେନିତା ମଧ୍ୟ ଭଲ ପିଲା ଆମେ ଆନନ୍ଦିତ ଦୁଇଟା ସ୍ପିରିଚୁଆଲ ପିଲା ଆଜି ବାହା ହେଇଛନ୍ତି ଏତିକି ଜୀବନରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦିଅ ତ୍ରିଗୁଣ ରଜ ଛିଣ୍ଡିଯାଏ ନାହିଁ ବୋଲି ଆମେ କହୁ ମିଶିକରି ପ୍ରାର୍ଥନା କରିବେ ଗୋଟିଏ ପ୍ରାର୍ଥନା ଏକାକି ପ୍ରାର୍ଥନା କରିବେ 2 ନମ୍ବର ପ୍ରାର୍ଥନା ମିଶିକରି ଚର୍ଚ୍ଚକୁ ଯିବେ 3 ନମ୍ବର ପ୍ରାର୍ଥନା ହେଲେ ମିଶିକରି ପ୍ରାର୍ଥନା କେତେବେଳେ କରିବେ କୋ ହଁ ଜୋରେ ପ୍ରେମ ଥିଲେ ଏକ୍ସପିରିଏନ୍ସ ଅଛି ବାହା ହେଇନୁ ମଝି ହଉଛୁ ହଁ ଏକ୍ସପିରିଏନ୍ସ ଥିବା ଲୋକ କୁହନ୍ତୁ କୋ ମାରୁନୁ ସନ୍ଧ୍ୟା ଠିକ କହିଲା କାହିଁକି ଦିନ ସାରା ସ୍ୱାମୀ ଚାକିରିରେ ଥିବେ କାମରେ ଥିବେ ସ୍ତ୍ରୀ ଘରର କାମ ସମ୍ଭାଳୁଥିବେ ହେଲେ ସକାଳେ ଯଦି 2 ଜଣ ମିଶିକି ଫ୍ୟାମିଲି ପ୍ରେୟାର କରିବା ବୋଲି କହିଲେ ସେଟା କମ ହେଇଯିବ ସବୁ କାମ ଛାଡ଼ି ଦିଅ ସନ୍ଧ୍ୟାରେ ତୋର ବାଟେ ତୁଇ ତ ମୋବାଇଲ ଧରି ବସେ ମୋର ବାଟେ ମୁଇଁ ମୋବାଇଲ ଧରି ବସିବି ମୁଇଁ ମୋର ମା ବାପା ମୋର ଭାଇ ଭଉଣୀ ମୋ ସାଙ୍ଗ ସାଙ୍ଗରେ ଗପୁଥିବି ତୁଇ ଯାର ସାଙ୍ଗରେ ମରୁଛୁ ମୋର ଏମିତି ନ ହଉ ଓକେ କଣ ହେବ 2 ଜଣ ମିଶିକରି ଗୋଟେ ସମୟ ଫିକ୍ସ କରିବେ ଆଜି ଠାରୁ କାଲିକି ଠାରୁ ନାହିଁ ଆଜି ଭୋଜିର ମାଂସ ଜୀର୍ଣ୍ଣ ନ ହେବା ଆଗରୁ ପ୍ରେୟର ଷ୍ଟାର୍ଟ ହେବାର ଅଛି ପ୍ରେଜ ଦ ଲର୍ଡ ହାଲେଲୁୟା ଆଜି ଠାରୁ ଗୋଟିଏ ଫ୍ୟାମିଲି ପ୍ରେୟର ଲାଭ କଣ ଏ ପ୍ରେୟରରେ କଣ ଲାଭ କି ନାହିଁ ହେଲେ ଫ୍ୟାମିଲି ପ୍ରେୟରରେ ଗୀତ ସହିତ ପଢାଯାଏ ବାକ୍ୟ ଗୋଟେ ପଢାଯାଏ ଗୀତ ଗାଆନ୍ତି ପ୍ରାର୍ଥନା କରନ୍ତି ଗୋଟେ ଅଧଘଣ୍ଟା 40 ମିନିଟର ପ୍ରାର୍ଥନା କରନ୍ତି ଆଚ୍ଛା
फैमिली प्रे रे पूरा बाइबल पढ़ा जाए ना कि स्टोरी गुडा को डेंजर स्टोरी अछि अन्य के सुनले भलो नै एनो गीत संहिता आइबो पुस्तक ठीक अछि हेले संनिहारी कोले कोन लाभ अछि गोटे बड़ लाभ को ध्यान देबा दरकार कोन मने करो दिन भितरे झगड़ा ही जाई छंती सूर्य अस्त न होनो फैमिली प्रेयर परित्याग करो सेमति की ନା हेले फैमिली प्रेयर टाइम आइले कोन हेबो रेसलो ये अंधार मुआ ही कि थो से अंधार मुई ही कि थो से मते एमती कहला मुई कार जियो बोले भाबु छी से ओ कार जियो मोर घरे आसी मोर ऊपर एमती कथा हेबो मते से किस बोले भाबु छी ताकू आज देखबी आका छाड़बी नहीं आता एमती है कि ये अंधार मुआ है कि थी से अंधार मुई ही कि थी प्रार्थना हबो शैतान चाहे ए माने अंधार मुई ही कि थांतु प्रार्थना गोटे दिन बंद हैला सब दिन बंद हो आरो दिन आउ झगड़ा पड़ो तापर दिन आउ झगड़ा पड़ो तापर टिके झगड़ा हेले प्रार्थना बंद हो इना शयतान चाहे एणु कर सुनो जो सब फैमिली वाला जेते जहा झगड़ा हैला जहा भी अंधार मुह हैला ए अंधार मेघ फाटी करी वर्षा हे करी मेघ क्लियर हे जो आज संध्या बेले बुझल तो कैसलो अच्छा मते गोटे कथा को स्त्री स्वामी सहित झगड़ा करवाटा भलो ना नहीं ये चिंता करे और एक्सपीरियंस है ना तुम्हें किसी को नहीं प्रेज द लॉर्ड जानी छंते जदि स्त्री तुम सहित झगड़ा करू नहीं मने रखो सी तुमको प्रेम करू नहीं झगड़ा बोले कहले गाली गुलोस कथा मु कहले माड़ मारिबा कथा मु कहले तुम प्रति जदि अभिमान रखी मुह फुलौ नहीं किए कहा ऊपर अभिमान रखे आज्ञा अमेरिका लोक आम ऊपर अभिमान रखो कि मोर स्वामी मोते बेदी रे विवाह छी आज्ञा बाहर भल भल चाउमिन पकोड़ा गिली के पळे आछि एडी मते मांडिया पेस्ट्री बोली कोच मैं काई खाइबे आज्ञा तार मो फ्लेवर ठीक ना नहीं हां जोड़ा करबो नहीं सेइडा झगड़ा ताहा प्रेमर फल अटे आम घरे आसी देखो आम माँ बापा को टिके देखो एकदम नागो नागोनी पर हे कि थिबे किंतु सेरा झगड़ा नहीं सेरा प्रेम काई मारो गोटे कथा बापा धर देबो बापार कथा गोटे माँ धर देबो बढ़िया चलथिबो हमको मजा आउता देखले ताको झगड़ा सेरा झगड़ा नहीं अति प्रेम हेले परस्पर प्रति अधिकार आशा भरोसा बढ़ी जाए आउ सेटा न मिलिले हक देखाइबा पाई मुह फुला फुली हुए होना नहीं यदि सेटा हेउ नाही ताहेले तुई किए मुई किए तुई बिए मुई बिए पिला धरबो एबे जीव सब को मुई बिए जनिता को मुई बिए केबो नाही रेसलो जिहोसो जदि जनिता मो फुलौछि विरक्त हेबो नाही जानिबा को चेष्टा करिवो से मते एते प्रेम काहे की करछि सुनो जदि से मोह फुलै करी तम से तो झगड़ा करछि जा पाप नुहे जियो ओते लाइसेंस देली बेले भागु ना जित्तोली महाज्ञा कहला झगड़ा करले पाप ना आसे कुटी भी तते बोले झाड़ू कुट कुटा मार माने
galum lempo puseru যদি দেখো গোটে স্ত্রী স্বামী কো বাস্তবরে প্রেম করে স্বামীর গোটে গোটে ভুলরে সে মুহ ফুলে যদি মুহ ফুলেছি শুণ সে মুহ ফুলিথিবা মুহକୁ নরমাল করিবা পাই স্বামীর প্রেম হি ঔষধ অটে প্রেম হি ঔষধ অটে আর স্বামী যদি সেটা বুঝি পারল না ইগো দেখেব মূর্খ লোক সে টেম্পর দেখেব উল্টা বজেব তো বাপা শিখেছি কিলো মো সাଙ୍ଗরে এমতি বিহেভিयर করিব জানিব কোন হেব স্ত্রী নিজর দেখিব কি মো প্রেম এটি মিলু নাই ঘরর সবু কথা মা বাপা ভাই 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 সেটারে ফাটক সৃষ্টি হুଏ শয়তান সুযোগ স্বামী যদি স্ত্রী উপরে মুহ ফুলଉଛି ମୁଁ ଉଭୟଙ୍କୁ କହୁଅଛି ତୁମେ ପରସ୍ପର ଯଦି କୌଣସି ବିଷୟରେ ଉଣା ଫିଲ୍ କରୁଛ ପରସ୍ପର ଝଗଡ଼ା କରିପାର କିନ୍ତୁ ତୃତୀୟ ଲୋକଙ୍କୁ କହିବ ନାହିଁ ଆଉ ପାଷ୍ଟର ମାନଙ୍କୁ ଯଦି କହିବାକୁ ଚାହୁଁଛ ବୋଲେ ଟିକେ ଭଲରେ ଦେଖିବ କେତେକ BBC ନ୍ୟୁଜ ବାଲା କଥା ହଉଛନ୍ତି ତାଙ୍କ କାନକୁ ପଳେଇଲେ ସବୁଆଡେ ନ୍ୟୁଜ ଫ୍ଲାଶ କରିବେ ଯଦି କେହି তুমি জানিছ কি সে লোক প্রার্থনা করি আমাকে হেল্প করিব বলে কুহ নহলে সে তো দ্রাক্ষারস দ্রাক্ষালতা আর তুমি তো মস্তক মুন্ডর সবু রোগ ঠিক এনো যদি গোটে স্ত্রী তোম উপরে কমপ্লেন করু নাহি যদি গোটে স্বামী তোম উপরে কমপ্লেন করু নাহি তোমার সবু কথা সে ভিতরে ভিতরে সহুছি ভাবি নিও ভিতরে ভিতরে তিক্ততা বড়ুছি এণু যাহা বি হেব সূর্য অস্ত ন হনু সব পরিত্যাগ কর ভাল মনরে সন্ধ্যারে প্রার্থনারে বসে এইথিপাই ইভিনিং প্রেয়ার রখা যায় যদি কিছু বি ঝগড়া হই যাই থাকে ইভিনিং প্রেয়ার পূর্বরু সব ক্লিয়ার হেবা দরকার কিয়ে জানে সকালে আমি উঠিবু কি নাই যদি শত্রুতা রখিকি শোইথিব আগমন হই গলা আমি হুয়ে তো যাই পারি না এণু পরিবার উপরে প্রভুଙ୍କର বড় দৃষ্টি ଅଛି এণু কারা রক্ষক তার পরিবার পরিত্রাণ পাইবে কর্নেলিয় তার পরিবার পরিত্রাণ পাইবে সাধু ମାନଙ୍କର পরিবার বলে লেখা ଅଛି ঈশ্বরଙ୍କ পরিবার বলে লেখা ଅଛି ମୁଁ ମୋହର ପରିବାର ପ୍ରଭୁଙ୍କ ସେବା କରିବୁ ଲେଖା ଅଛି ଏଣୁ ପ୍ରଭୁ ଜିହୋଶୁଆକୁ ଜେନେତାକୁ ଏକ ଆଦର୍ଶ ପରିବାର ଦିଅନ୍ତୁ ଏମାନେ ଆଦର୍ଶ ପରିବାର ଗଠନ କରନ୍ତୁ ଆଉ ପ୍ରଭୁ ଏମାନଙ୍କର ସଙ୍ଗୀ ହୁଅନ୍ତୁ ଏକ ମୁକ୍ତା ତୁଲ୍ୟ ଜାହାଜ ତୁଲ୍ୟ ଦ୍ରାକ୍ଷାଲତା ତୁଲ୍ୟ ବସ୍ତୁ ତୁଲ୍ୟ ଗାନ୍ଥକ ତୁଲ୍ୟ ଭାର୍ଯ୍ୟା ହେଉ ଏକ ଈଶ୍ୱର ଭୟକାରୀ ସ୍ୱାମୀ ହେଉ ପ୍ରଭୁଙ୍କ ପଥରେ ଚାଲିବା ସ୍ୱାମୀ ହେଉ ମଣ୍ଡଳୀକୁ ଖ୍ରୀଷ୍ଟ ଯେମିତି ପ୍ରେମ କଲେ ସ୍ୱାମୀର କଥା ମୁଁ କହିବାକୁ ସମୟ ପାଉନାହିଁ କିନ୍ତୁ ଏତିକି କହୁଛି ତୁମେ ଖ୍ରୀଷ୍ଟଙ୍କୁ ମନେ ପକେଇବ ଖ୍ରୀଷ୍ଟଙ୍କୁ ମନେ ପକେଇବ ଖ୍ରୀଷ୍ଟଙ୍କୁ ଭଲ ସ୍ତ୍ରୀ ମିଳିଛି କି ଭାଇମାନେ କୁହନ୍ତୁ ନା ପକ୍କା ହବା ମାନେ ଖ୍ରୀଷ୍ଟଙ୍କୁ ଭଲ ସ୍ତ୍ରୀ ମିଳିଲା ଖ୍ରୀଷ୍ଟଙ୍କୁ ଆମ ପରି ଲୋକ ମିଳିଛି ଆମେ ତାଙ୍କର ସ୍ତ୍ରୀ ଅଟୁ ଆମେ ଭଲ ଲୋକ କି କିନ୍ତୁ ଖ୍ରୀଷ୍ଟ ପ୍ରେମ କରୁଛୁ ତମ ସ୍ତ୍ରୀ କେତେ ଦୁର୍ବଳ ହେଉ ସ୍ତ୍ରୀର କଥା ବାହାରେ କହିବ ଯଦି କହିବ କୌଣସି ପାଳକକୁ ଯଦି ସେ ପାଳକ କଥା ଗୁପ୍ତରେ ରଖି ପ୍ରାର୍ଥନା କଲା ପରି ଲୋକ ହେଇଥିବ ତେବେ କହିବ ନହେଲେ ଖ୍ରୀଷ୍ଟ ପରି ଗୋଟେ କଥାରେ ସବୁ ସରିଲା ସେ ଜାହାଜ ହଉ ମୁକ୍ତା ହେଉ ସେ ଦ୍ରାକ୍ଷାଲତା ହେଉ ଯାହା ବି ହଉ ତୁମେ କାହା ପରି ଖ୍ରୀଷ୍ଟ ହେଲେ ଖ୍ରୀଷ୍ଟ ପ୍ରଥମେ ପ୍ରେମ କଲେ ନା ମଣ୍ଡଳୀ ପ୍ରଥମେ ତାଙ୍କର ଅଧୀନ ହେଲା ତମ ସ୍ତ୍ରୀ ଯେତେ ଯାହା ହେଲେ ବି ତୁମେ ପ୍ରେମ କରିବ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଖ୍ରୀଷ୍ଟ କେବେ ମଣ୍ଡଳୀ ଘୃଣା କରନ୍ତି ନାହିଁ ମଣ୍ଡଳୀ ଦୁଃଖ ଦିଏ ମଣ୍ଡଳୀ ଶୀତଳ ପଡିଯାଏ ମଣ୍ଡଳୀ ଥଣ୍ଡା ପଡିଯାଏ ମଣ୍ଡଳୀ ପ୍ରଭୁଙ୍କୁ ଭୁଲିଯାଏ ମଣ୍ଡଳୀ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ନାହିଁ ମଣ୍ଡଳୀ ପ୍ରଭୁଠାରୁ ଦୂରକୁ ଛାଡିଯାଏ ହେଲେ ବି ମଣ୍ଡଳୀକୁ ପ୍ରଭୁ ଅଗ୍ରାହ୍ୟ କରିପାରୁନାହାନ୍ତି ୱାର୍ଣ୍ଣିଂ ଦିଅନ୍ତି ଶିକ୍ଷା ଦିଅନ୍ତି ବୁଝାନ୍ତି ଲୋକ ପଠାନ୍ତି ସଚେତନ କରାନ୍ତି କିନ୍ତୁ ମଣ୍ଡଳୀ ପାଇଁ ସେ ପ୍ରାଣ ଦେଇଛନ୍ତି ସେ ମଣ୍ଡଳୀକୁ ପ୍ରସ୍ତୁତ କରୁଛନ୍ତି ଏଣୁ ପ୍ରତ୍ୟେକ ସ୍ୱାମୀ ଖ୍ରୀଷ୍ଟଙ୍କ ସ୍ଥାନକୁ ଚାଲିଯିବା ଦରକାର
ଆଉ ପ୍ରତ୍ୟେକ ସ୍ତ୍ରୀ ଖ୍ରୀଷ୍ଟଙ୍କ ମଣ୍ଡଳୀ ତୁଲ୍ୟ ନିଜ ନିଜ ସ୍ୱାମୀର ଅଧୀନତା ଦିଅନ୍ତୁ। ପ୍ରଭୁ ଏ ବାକ୍ୟରେ ଜିହୋଶୁଆକୁ ଜେନିଟାକୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ତୁମ ମହାନାମର ମୁଁ ଧନ୍ୟବାଦ କରୁଛି। ଅଳ୍ପ ସମୟ ବର କନ୍ୟାଙ୍କ ପାଇଁ ଆମ ସମସ୍ତଙ୍କ ପାଇଁ ଆମେ ଯାହା ଶୁଣିଲୁ ତାହା ଆମ ଜୀବନର ଅନୁଭୂତି। ପିତା, ପୁତ୍ର, ଧର୍ମାତ୍ମାଙ୍କ ନାମରେ ଜିହୋଶୁଆ, ଜେନିତା ଏ ବାକ୍ୟରେ ଥିବା ସକଳ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ। ତୁମ ହସ୍ତରେ ରଖି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି। ଆମେନ୍।